अस्सलाम वालेकुम रहमतुल्लाह। अशहदु अल्ला इलाहा इल्लल्लाह वहदहु ला शरीका लहु व अशहदु अन्ना मुहम्मदन अब्दुहु व रसूलुहु। अम्मा बअद फ़अऊज़ु बिल्लाहि मिनश शैतानिर रजीम। बिस्मिल्लाहिर रहमानिर रहीम। अल्हम्दुलिल्लाहि रब्बिल आलमीन अर्रहमानिर रहीम मालिकि यौमिद्दीन। इय्याका नअबुदु व इय्याका नस्तईन। इहदिनस सिरातल मुस्तकीम सिरातल लज़ीना अनअमता अलैहिम गैरिल मग़ज़ूबि अलैहिम वलद्दाल्लीन। मन ज़ल्लज़ी युक़रिज़ुल्लाह क़र्ज़न हसनन फ़युज़ाइफ़हु लहू अज़ाफ़न कसीरा। वल्लाहु यक़बिज़ु व यबसुतु व इलैहि तुरजऊन। कौन है जो अल्लाह को कर्ज़ हसना दे ताकि वो इसके लिए उसे कई गुना बढ़ाए, और अल्लाह रिज़्क़ कब्ज़ भी कर लेता है और खोल भी देता है, और तुम उसी की तरफ लौटाए जाओगे। इस आयत में अर्थात कौन एपरि केही अछि जिए अल्लाहଙ୍କୁ निज धनर एक उत्तम अंश काटी करज देई परिबो, जाहाकू अल्लाह ताला ता पई बहुगुणित करी प्रदान करिवे अर्थात फेरस्त करिवे। एवं अल्लाह तालांकर ଏହା ମଧ୍ୟ परंपरा रहिछि, सुन्नत रहिछि जे से लोकमानଙ୍କ धन ग्रहण करନ୍ତି ଓ ତାହାକୁ ଅଭିବୃଦ୍ଧି କରିନ୍ତି ଏବଂ ପରିଶେଷରେ ତୁମମାନଙ୍କୁ ତାହାଙ୍କ ନିକଟକୁ ହିଁ ଫେରାଇ ନିଆଯିବ। ଉକ୍ତ ଆୟତରେ ଅଲ୍ଲାହ ତାଆଲାଙ୍କୁ କରଜ ଦେବା ବିଷୟରେ ଉଲ୍ଲେଖ ରହିଛି। କରଜର ଆକ୍ଷରିକ ଅର୍ଥ ଭଲ ବା ମନ୍ଦ ପ୍ରତିଫଳ ଅଟେ, କିନ୍ତୁ ଏଠାରେ ଏହାର ଅର୍ଥ ଯେ କିଏ ଏଭଳି ବ୍ୟକ୍ତି ରହିଛି ଯିଏ ଅଲ୍ଲାହ ତାଆଲାଙ୍କ ମାର୍ଗରେ ବ୍ୟୟ କରିବ, ଯଦ୍ୱାରା अल्लाह ताला ताहाकू सर्वोत्तम प्रतिफल प्रदान करिवे। अतएव जदि आमे अल्लाह तालांक निमंते व्यय करू, ताहेले अल्लाह ताला आममानंकू एहार सर्वोत्तम पुरस्कार प्रदान करिवे। अल्लाह ताला कुरान करीम रे अनेक स्थान रे अर्थ बलिदान संपर्क रे वर्णना करिछंती एवं अल्लाह तालांक धर्म सकाशे किंबा अल्लाह तालांकर सृष्टिर उन्नति सकाशे व्यय करिबाकू स्वयं से निज मार्गरे व्यय करिबा समतुल्य बोली विवेचित करिछंती। एवं जेउ वस्तु अल्लाह तालांक सकाशे व्यय करा जाए ताहा अपचय होई न थाए, नष्ट होई न थाए, बरं एहा एभली एक ऋण जाहाकू अल्लाह ताला बहुगुणित करी प्रदान करिथांती। सुतरां केही एहा न बुझु जे अल्लाह तालांकू कौनसी प्रकार करजर आवश्यकता रहिछि,
ସେ ତ ସ୍ୱୟଂ ସମଗ୍ର ଜଗତର ପାଳନକର୍ତ୍ତା ଏବଂ ସମସ୍ତଙ୍କର ଆବଶ୍ୟକତା ପୂରଣକର୍ତ୍ତା। ତାଙ୍କୁ ବା କେଉଁ ବସ୍ତୁ ଲୋଡ଼ା? ଯେତେବେଳେ ସେ ନିଜ ପାଇଁ କରଜର ଶବ୍ଦ ବ୍ୟବହାର କରନ୍ତି, ତେବେ ତାହାର ତାତ୍ପର୍ଯ୍ୟ ଏହିକି ଯେ, ହେ ମାନବ, ତାଙ୍କ ମାର୍ଗରେ ଖର୍ଚ୍ଚ କର, ଯଦ୍ୱାରା ତାଙ୍କ ଅପାର ଦୟା ଓ ପୁରସ୍କାରର ତୁମେ ଅଧିକାରୀ ହୋଇପାରିବ। କିଏ ଅଛି ଯେ ମୋତେ ମନଲାଖି କରଜ ଦେବ? ଏହି ବାକ୍ୟ ଆମକୁ ଏଥିପ୍ରତି ଅନୁପ୍ରାଣିତ କରୁଅଛି ଯେ କିଏ ଅଛି ଯେ ପ୍ରଭୁଙ୍କ ମାର୍ଗରେ ଖର୍ଚ୍ଚ କରି ତାଙ୍କ ଅପାର ଦୟା ଓ ପୁରସ୍କାରର ଅଧିକାରୀ ହୋଇପାରିବ। ପୁନଶ୍ଚ ସ୍ୱୟଂ ସେ ହିଁ ସ୍ପଷ୍ଟ ରୂପେ ଦର୍ଶାଇ ଦେଲେ ଯେ ମୁଁ ତୁମଠାରୁ ଏଥିସକାଶେ କରଜ ମାଗୁନାହିଁ ଯେ ତାହାକୁ ରଖି ନିଜ ଆବଶ୍ୟକତା ପୂରଣ କରିବି, ବରଂ ତାହା ମୁଁ ଅନେକ ଗୁଣ ବଢ଼ାଇ ତୁମକୁ ହିଁ ଫେରସ୍ତ କରିଦେବି। ଏଥିପାଇଁ କହୁଛି କି ଯଦି ତୁମେ ମୋ ଧର୍ମ ଓ ମୋ ସୃଷ୍ଟିର ଉପକାରରେ ନିଜ ପ୍ରିୟ ଅର୍ଥକୁ ବିନିଯୋଗ କରିବ, ଖର୍ଚ୍ଚ କରିବ, ତେବେ ମୁଁ ତାହାକୁ ବହୁଗୁଣିତ କରି ତୁମକୁ ଫେରସ୍ତ କରିବି। ପୁନଶ୍ଚ କରଜ ଅର୍ଥାତ୍ କର୍ଜାଏ ହସନା ଶବ୍ଦ ଦର୍ଶାଉଛି ଯେ ସ୍ୱଇଚ୍ଛାରେ ଏବଂ ଖୁସି ମନରେ ଖର୍ଚ୍ଚ କରିବ, ତେବେ ଏଭଳି ଖର୍ଚ୍ଚ ଅଲ୍ଲାହଙ୍କ ମାର୍ଗରେ ହେବ। ସେତେବେଳେ ପ୍ରତିଫଳ ପୂର୍ବକ ସେ ତାହାକୁ ଅନେକ ଗୁଣ ବଢ଼ାଇ ଫେରସ୍ତ କରିବେ। ଆଲ୍ଲାହ ତାଆଲା ଯେଉଁ ଋଣ ମାଗନ୍ତି, ତହିଁରୁ ଏହା ଯଥାର୍ଥ ନୁହେଁ ଯେ ଆଲ୍ଲାହ ତାଆଲା କ୍ଷମା କରନ୍ତୁ। ଆଲ୍ଲାହ ତାଆଲାଙ୍କୁ ଋଣ ଦେବାର ଆବଶ୍ୟକତା ରହିଛି ଏବଂ ସେ ନିର୍ଧନ ଓ ଦରିଦ୍ର। ଆଲ୍ଲାହ ତାଆଲାଙ୍କ ସମ୍ପର୍କରେ ଏଭଳି ଭାବ ପୋଷଣ କରିବା ମହାପାପ। ବରଂ ଏହାର ଅର୍ଥ ଏହିକି ଯେ ପ୍ରାପ୍ତ ଧନକୁ ବହୁଗୁଣିତ କରି ସେ ଫେରସ୍ତ କରିବେ। ଅର୍ଥାତ୍ ମୁଁ ତୁମକୁ ତୁମର ଅର୍ଥ ଯାହାକି ତୁମେ ମୋ ମାର୍ଗରେ, ମୋ ଧର୍ମ ମାର୍ଗରେ ଖର୍ଚ୍ଚ କରିଛ, ତାହାକୁ ଅନେକ ଗୁଣ ବଢ଼ାଇ ତୁମକୁ ଫେରସ୍ତ କରିବି। ଏହା ଏକ ପନ୍ଥା ଆଲ୍ଲାହ ଯାହା ଉପରେ କୃପା ବର୍ଷଣ କରିବାକୁ ଚାହାନ୍ତି। ଆଉ ଏକ ଅବସରରେ ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଜଣେ ଅଜ୍ଞ ଲୋକ କହିଥାଏ, ମନ୍‌ଜାଲ୍ଲଜୀ ୟୁକ୍ରିଜୁଲ୍ଲାହ କରଜନ୍ ହାସନା, କିଏ ଅଛି ଯେ ପରମ ବ୍ରହ୍ମା ଅଲ୍ଲାହଙ୍କୁ କରଜ ଦେବ? ଏହାର ଅର୍ଥ ପ୍ରଭୁ କ୍ଷମା କରନ୍ତୁ। କ'ଣ ପ୍ରଭୁ ଭୋକିଲା ଅଛନ୍ତି? ନିର୍ବୋଧ ବୁଝିପାରିନାହିଁ ଯେ ଏଥିରୁ ଭୋକିଲା ଅର୍ଥ କିପରି ବାହାରୁଛି। ଯେତେବେଳେ କର୍ଜାଏ ହସନାର ଶବ୍ଦ ପ୍ରଭୁ ପ୍ରୟୋଗ କରନ୍ତି, ସେଥିରୁ ପ୍ରଭୁ ଭୋକିଲା ଥିବାର ଅର୍ଥ କେଉଁଠୁ ବା କେଉଁ ଆଡ଼ୁ ବାହାରିଲା? ପ୍ରକୃତପକ୍ଷେ କରଜର ଯଥାର୍ଥ ଏଭଳି ବସ୍ତୁ ଯାହା ଫେରସ୍ତ କରିବାର ପ୍ରତିଶ୍ରୁତି ବହନ କରିଥାଏ। କାରଣ କରଜ ତ ଫେରସ୍ତ କରିବା ଅନିବାର୍ଯ୍ୟ। କରଜ ପରିଶୋଧ ନ କରିବା ଯାଏ ମଣିଷକୁ ମୁକ୍ତି ମିଳିନଥାଏ। ଆପତ୍ତିକାରୀ ସେଥି ସହିତ ଅଫଲାସ ଅର୍ଥାତ୍ ଗରିବ ଶବ୍ଦ ଯୋଡ଼ି ଦେଇଥାଏ ଅବା ଆଲ୍ଲାହ ତାଆଲାଙ୍କ ଆବଶ୍ୟକତାର ଶବ୍ଦ ନିଜ ଆଡ଼ୁ ଯୋଡ଼ି ଦେଇଥାଏ। ଆଲ୍ଲାହ ତାଆଲା ତ ଏହା କଦାପି କହିନାହାନ୍ତି ଯେ ମୁଁ ଭୋକିଲା ଅଛି, ଗରିବ ଓ ଅଭାବଗ୍ରସ୍ତ, ମୋତେ ଦିଅ ଯାହାକି ମୁଁ ନିଜ ପାଇଁ ଖର୍ଚ୍ଚ କରିବି। ହଁ, ନିଜ ଭକ୍ତ ଓ ପ୍ରିୟଜନଙ୍କ ପାଇଁ ଏକଥା କହିଥାନ୍ତି ଯେ ଯେତେବେଳେ ମୋ ଭକ୍ତ ଭୋକିଲା ଥାଏ, ସେତେବେଳେ ତୁମେ ତାକୁ ଖୁଆଅ, ତା ଆବଶ୍ୟକତା ପୂରଣ କର। ତୁମର ସେମାନଙ୍କ ପାଇଁ ବ୍ୟୟ କରିବା ଅନ୍ୟ ଅର୍ଥରେ କହିବାକୁ ଗଲେ ମୋ ପାଇଁ ଖର୍ଚ୍ଚ କରିବା ଅଟେ। ହଜରତ ମସିହ ମଉଦ ଆଲୈହିସ୍ସଲାମ ଆହୁରି କୁହନ୍ତି, ଏଠାରେ କରଜରୁ କିଏ ଯଥାର୍ଥ ଯିଏ ଆଲ୍ଲାହ ତାଆଲାଙ୍କୁ ସତ୍କର୍ମ ଦେଇପାରିବ? ଆଲ୍ଲାହ ତାଆଲା ସେମାନଙ୍କର ପୁରସ୍କାର ଅନେକ ଗୁଣ ବୃଦ୍ଧି କରି ତାହାକୁ ଫେରସ୍ତ କରିଥାନ୍ତି। ସେ ଯେକୌଣସି ସତ୍କର୍ମ ହେଉ ପଛେ ଯଦି ତାହା ଆଲ୍ଲାହ ତାଆଲାଙ୍କ ସକାଶେ ଅବଲମ୍ବନ କରାଯାଏ, ତାହାହେଲେ ଆଲ୍ଲାହ ତାଆଲା ତାହାକୁ ବହୁଗୁଣିତ କରି ଫେରାଇଥାନ୍ତି। କେବଳ ଟଙ୍କା ପଇସାର କଥା ନୁହେଁ,
ଏବଂ ସେମାନେ କୁହନ୍ତି ଏକଥା ପ୍ରଭୁଙ୍କ ମର୍ଯ୍ୟାଦା ଯୋଗ୍ୟ ଅଟେ। ଯେଉଁ ପ୍ରକ୍ରିୟା ଭକ୍ତର ଭକ୍ତି କରିବା ସହିତ ରହିଛି ସେଥିରେ ଚିନ୍ତନ କଲେ ତାହାର ମର୍ମ ସ୍ପଷ୍ଟ ରୂପେ ବୁଝାପଡ଼ିଥାଏ। କାରଣ ପରମେଶ୍ୱର କାହାରି ପୁଣ୍ୟ, ଦୁଆ ଓ ବିନୟ ପ୍ରାର୍ଥନା ବ୍ୟତିରେକେ ଏବଂ ଅମାନ୍ୟକାରୀ ଓ ନିଜ ଅନୁଗାମୀଙ୍କ ମଧ୍ୟରେ କୌଣସି ପ୍ରକାର ପ୍ରଭେଦ ନ କରି ସେମାନଙ୍କ ଲାଳନ ପାଳନ କରିଥାନ୍ତି। ସେ ତ ସଭିଙ୍କର ଭରଣପୋଷଣ କରିଥାନ୍ତି, ଏହା ନ ଦେଖି କି କିଏ ଅମାନ୍ୟକାରୀ ଅବା କିଏ ମୋମିନ୍ ପୁଣ୍ୟବନ୍ତ। ନିଜ ପାଳନକର୍ତ୍ତା ଓ ସଦା କରୁଣାମୟ ଗୁଣ ଦ୍ୱାରା ପ୍ରତ୍ୟେକକୁ ଉପକୃତ କରାଇଥାନ୍ତି। ତେବେ ସେ କାହାରି ସତ୍କର୍ମକୁ କିଭଳି ନଷ୍ଟ କରିଦେବେ? ଯେତେବେଳେ ବିନା କୌଣସି କର୍ମଫଳ ସତ୍ତ୍ୱେ ସେ ସମସ୍ତଙ୍କର ଭରଣପୋଷଣ କରୁଛନ୍ତି, ତେବେ ଯେତେବେଳେ କେହି ସତ୍କର୍ମ ଓ ଉତ୍ତମ କାର୍ଯ୍ୟ ସମ୍ପାଦନ କରିବ ତେବେ ତାହାକୁ ସେ ତାର ସୁଫଳ ନ ଦେଇ କିଭଳି ତାହାକୁ ନଷ୍ଟ କରିଦେଇପାରିବେ? ତାଙ୍କ ଶ୍ରେଷ୍ଠତା ତ ଏଭଳି ଯେପରିକି ସେ କୁହନ୍ତି, ମାଇ ୟାମଲ୍ ମିସ୍କାଲା ଜର୍ରାତିନ୍ ଖୈରନ୍ ୟରା, ଅର୍ଥାତ୍ ଯେ କେହି ନିମିତ୍ତ ମାତ୍ର ସତ୍କର୍ମ କରିବ ସେ ତାର ପ୍ରତିଫଳ ନିଶ୍ଚୟ ପ୍ରଦାନ କରିବେ ଏବଂ ଯେ କେହି ସାମାନ୍ୟତମ ଅପକର୍ମ କରିବ ସେ ମଧ୍ୟ ତାହାର ପରିଣାମ ଭୋଗ କରିବ। ଏହା ଅଟେ କରଜର ବାସ୍ତବିକ ଅର୍ଥ, ଯାହାକି ଏହି ପଂକ୍ତିରୁ ଉପନୀତ ହେଉଅଛି, ଯାହାର ସ୍ପଷ୍ଟୀକରଣ ଏହି ପଂକ୍ତିରୁ ହେଉଛି। ସୁତରାଂ ଆଲ୍ଲାହ ତାଆଲାଙ୍କ ଧର୍ମର ପ୍ରଚାର ନିମନ୍ତେ ସୃଷ୍ଟିର ସେବା ସକାଶେ ଅର୍ଥ ବଳିଦାନ ଦେବା ମଧ୍ୟ ବହୁତ ବଡ଼ ପୁଣ୍ୟ। ଆଲ୍ଲାହ ତାଆଲା ତାହାର ପ୍ରତିଫଳ ନ ଦେଇ ଛାଡ଼ି ନଥାନ୍ତି। ପବିତ୍ର କୁରାନରେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏହାର ଚର୍ଚ୍ଚା ରହିଛି। ଅର୍ଥଦାନ କରିବା ପ୍ରସଙ୍ଗରେ ଜମାତର ସଦସ୍ୟ ବୃନ୍ଦଙ୍କଠାରୁ ଅନ୍ୟ କିଏ ବା ଜାଣନ୍ତି ଯେ ପ୍ରଭୁଙ୍କ ମାର୍ଗରେ ଅର୍ଥଦାନ କଲେ ତାହାର କି ପ୍ରତିଫଳ ଓ କେତେ ପରିମାଣରେ ପ୍ରତିଫଳ ମିଳିଥାଏ? କାରଣ ଜମାତର ପ୍ରତ୍ୟେକ ବର୍ଗର ଲୋକ ନିଜ ପ୍ରଭୁଙ୍କ ପ୍ରୀତିଭାଜନ ଲାଭ କରିବା ପାଇଁ ତାଙ୍କ ମାର୍ଗରେ ନିଜର ପ୍ରିୟ ଅର୍ଥ ଖର୍ଚ୍ଚ କରିଥାନ୍ତି। ଏତଦ୍ୱାରା ସେମାନେ ଯେଉଁ ସ୍ଥଳେ ଆତ୍ମସନ୍ତୋଷ ଲାଭ କରିଥାନ୍ତି ସେହି ସ୍ଥଳେ ସେମାନେ ନିଜ ଐଶ୍ୱର୍ଯ୍ୟମୟ ପ୍ରଭୁଙ୍କ ଅଦ୍ଭୁତପୂର୍ଣ୍ଣ ବରଦାନ ଲଭିଥାନ୍ତି। ଏଭଳି ଅନେକ ହେମଦୀ ଅଛନ୍ତି ଯେ କେବଳ ପ୍ରଭୁଙ୍କ ଖାତିର ବଳିଦାନ କରିଥାନ୍ତି ଏବଂ ସେମାନଙ୍କର ମାତ୍ର ଏହି ଅଭିଳାଷା ରହିଥାଏ କି କିପରି ଆଲ୍ଲାହ ତାଆଲାଙ୍କ ପ୍ରସନ୍ନତା ଆମେ ଲାଭ କରିବୁ। ସେମାନଙ୍କ ହୃଦୟରେ ଏହି ଖିଆଲ ମଧ୍ୟ ନଥାଏ ଯେ ଆମେ ଯାହା ବଳିଦାନ କରୁଛୁ ତାହାର ପ୍ରତିଫଳ ଆମକୁ ମିଳୁ। କିନ୍ତୁ ପ୍ରଭୁ ନିଜ ସୁନ୍ନତ ଅନୁଯାୟୀ, ନିଜ ପରମ୍ପରା ଅନୁଯାୟୀ ତାକୁ ତାହାର ଉତ୍ତମ ଫଳ ଫେରାଇ ଦେଇଥାନ୍ତି। କେତେକ ଏପରି ମଧ୍ୟ ଥାନ୍ତି ଯେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ମଧ୍ୟ ବଳିଦାନ କରିଥାନ୍ତି ଏବଂ ଏହି ଆଶା ବାନ୍ଧିଥାନ୍ତି ଯେ ତାହାର ପ୍ରତିଫଳ ସ୍ୱରୂପ ପ୍ରଭୁ ହିଁ ତାଙ୍କର ଆବଶ୍ୟକତା ପୂରଣ କରିଦେବେ ଏବଂ ସେ ଅନ୍ତର୍ଯ୍ୟାମୀ ପ୍ରଭୁ ତାଙ୍କ ଆଶାନୁଯାୟୀ କୌଣସି ନା କୌଣସି ପ୍ରକାରେ ତାଙ୍କ ଆବଶ୍ୟକତା ପୂରଣ ମଧ୍ୟ କରିଦେଇଥାନ୍ତି, ଯାହାକୁ ଦେଖି ସେମାନେ ଆଚମ୍ବିତ ହୋଇଥାନ୍ତି। କିନ୍ତୁ ଏଥିର ସର୍ତ୍ତ ଏହା ରହିଛି ଯେ ପୁଣ୍ୟଟି ସତ୍ ଉଦ୍ଦେଶ୍ୟ ରଖି କରାଯିବା ଉଚିତ। ନିଜର କର୍ମ ଓ ଏଥିନିମନ୍ତେ ଅନ୍ୟାନ୍ୟ ଆଦେଶାବଳୀ ତଥା ପୁଣ୍ୟାବଳୀଗୁଡ଼ିକୁ ମଧ୍ୟ ଅବଲମ୍ବନ କରାଯାଇଥିବା ଆବଶ୍ୟକ। ଏହା ନୁହେଁ ଯେ କେବଳ ଅର୍ଥଦାନ କରି ଚିନ୍ତା କରି ନେବା, ଭାବି ନେବା ଯେ ମୁଁ ବେଶ ବଳିଦାନ ଦେଇଛି, ଅନ୍ୟ ଦାୟିତ୍ୱଗୁଡ଼ିକ ତୁଲାଇବା ବା ସମ୍ପାଦନ କରିବାର ଆବଶ୍ୟକତା ହିଁ ନାହିଁ, ବରଂ ଅନ୍ୟ ପୁଣ୍ୟାବଳୀଗୁଡ଼ିକୁ ସମ୍ପାଦିତ କରିବା ମଧ୍ୟ ଆବଶ୍ୟକ। ନା କି ଜଣେ ବ୍ୟବସାୟୀ ବ୍ୟକ୍ତି ପରି କେବଳ ଏହି ଚିନ୍ତାଧାରା ରଖି ଅର୍ଥକୁ ବ୍ୟୟ କରିବ ଯେ ଉକ୍ତ ବ୍ୟୟ ହୋଇଥିବା ଅର୍ଥରୁ ପୁଣ୍ୟ ଲାଭ ହେବ। କିନ୍ତୁ ଆଲ୍ଲାହ ତାଆଲାଙ୍କ ମାର୍ଗରେ ବ୍ୟୟ କରାଯାଇଥିବା ଧନରୁ ଦୁଇ ପ୍ରକାର ଲାଭ ପ୍ରାପ୍ତ ହୋଇଥାଏ।
ଅନେକ ଏପରି ଥାନ୍ତି ଯେ ନିଜ ଓ ନିଜ ସନ୍ତାନମାନଙ୍କ ଭୋକର ଜଳାଞ୍ଜଳି ଦେଇ ଦାନ କରିଥାନ୍ତି, କିନ୍ତୁ କିଛି କ୍ଷଣ ମଧ୍ୟରେ ହିଁ ପରାକର୍ମୀ ଈଶ୍ୱର ତାଙ୍କଠାରୁ ତାଠାରୁ ବଳି ଉତ୍ତମ ଓ ସୁସ୍ୱାଦୁ ବ୍ୟଞ୍ଜନର ତା ପାଇଁ ବ୍ୟବସ୍ଥା କରି ସେମାନଙ୍କ କ୍ଷୁଧା ଦୂର କରିଥାନ୍ତି। ଏପରି ଏହା ସେମାନଙ୍କ ବିଶ୍ୱାସକୁ ଅଭିବୃଦ୍ଧି କରିବାର କାରଣ ସାବ୍ୟସ୍ତ ହୋଇଥାଏ। ଅତଃ ଏହା ପ୍ରଭୁଙ୍କ ସେହି ପ୍ରୀତିଭାଜନ ଲାଭ କରିଥିବା ବ୍ୟକ୍ତି ଯାହାଙ୍କ ଅଗଣିତ ଉଦାହରଣ ଆଜି ମଧ୍ୟ ଆମ୍ଭମାନଙ୍କୁ ଜମାତରେ ଦେଖିବାକୁ ମିଳୁଅଛି। ବର୍ତ୍ତମାନ ମୁଁ କେତେକ ହେମଦୀମାନଙ୍କ ଘଟଣାବଳୀ ସମ୍ପର୍କରେ ଏଠାରେ ଆଲୋଚନା କରିବି, ଯେଉଁମାନେ ଅଲ୍ଲାହ ତାଆଲାଙ୍କର ଏହି କୃପା ଦ୍ୱାରା ଲାଭାନ୍ୱିତ ହୋଇଛନ୍ତି। ଏପରି ଅନେକ ଘଟଣାବଳୀ ରହିଛି ଯେଉଁ ଘଟଣାବଳୀ ଗୁଡ଼ିକରେ ନିଷ୍ଠାପୂର୍ଣ୍ଣ ମନୋଭାବ ରଖି ଅଲ୍ଲାହ ତାଆଲାଙ୍କ ମାର୍ଗରେ ବଳିଦାନ ଦେଇଛନ୍ତି ଏବଂ ଅଦ୍ଭୁତପୂର୍ଣ୍ଣ ରୂପେ ଅଲ୍ଲାହ ତାଆଲା ସେମାନଙ୍କର ଆବଶ୍ୟକତାକୁ ପୂରଣ କରି ଦେଇ ନାହାନ୍ତି। ତା ନୁହେଁ, ବରଂ ଏହାଠୁ ବି ଅଧିକ ଅଲ୍ଲାହ ତାଆଲା ସେମାନଙ୍କୁ ବହୁଗୁଣିତ କରି ଫେରସ୍ତ କରିଛନ୍ତି। ଗିନି କାନାକାରୀର ସଦର ଜମାତ ଓ ମୁବଲ୍ଲିଗ ଇନଚାର୍ଜ ସାହେବ ବର୍ଣ୍ଣନା କରନ୍ତି, ସେ ଦୁହେଁ ଗତ ବର୍ଷ ମୋର ୱକ୍ଫେ ଜଦୀଦର ଖୁତବା ଜୁମ୍ମା ମସଜିଦରେ ପଢ଼ି ଶୁଣାଇଲେ। ଯେଉଁ ଖୁତବାରେ ଆର୍ଥିକ ବଳିଦାନର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରାଗଲା। ନମାଜ ଜୁମ୍ମା ପରେ ଜଣେ ଗରିବ ଓ ନୈଷ୍ଠିକ ହେମଦୀ ମୁସା କୁବା ସାହେବ ନିଜ ପକେଟରେ ଥିବା ସମସ୍ତ ଟଙ୍କାକୁ ଅତ୍ୟନ୍ତ ନିଷ୍ଠାର ସହକାରେ ୱକ୍ଫେ ଜଦୀଦର ପାଣ୍ଠିରେ ପୈଠ କରିଦେଲେ। ଯଦିଚ ସେ ଏହା ପୂର୍ବରୁ ନିଜର ଚାନ୍ଦା ପୈଠ କରିସାରିଥିଲେ, କିନ୍ତୁ ଆଧିକ୍ୟ ନିଜ ପକେଟରେ ଯାହା ଥିଲା ସବୁକିଛି ଏହି ପାଣ୍ଠିରେ ଦାନ କରିଦେଲେ। କିନ୍ତୁ ତାଙ୍କୁ ଯେତେବେଳେ କୁହାଗଲା କି ଆପଣ ଏହି ପୈଠ କରିଥିବା ଅର୍ଥରୁ କିଛି ଟଙ୍କା ରଖିନିଅନ୍ତୁ, କାରଣ ଆପଣ ଘରକୁ ବି ଯିବେ ଏବଂ ବାଟ ଖର୍ଚ୍ଚ ପାଇଁ ନିଜ ପକେଟରେ କିଛି ରଖିଲେ ନାହିଁ, ଆଉ ସବୁ ଟଙ୍କା କାଢ଼ି ପୈଠ କରିଦେଲେ। ସେତେବେଳେ ସେ ଉତ୍ତର ଦେଲେ, ଆପଣ ଶୁଣିନାହାନ୍ତି ଯେ ହଜରତ ମସିହ ମଉଦ ଆଲୈହିସ୍ସଲାମ କହିଛନ୍ତି ପରା, ଗୋଟିଏ ବିଶ୍ୱାସକାରୀ ହୃଦୟରେ ଦୁଇଟି ପ୍ରେମ ଅର୍ଥାତ୍ ସଂସାର ଓ ଆଧ୍ୟାତ୍ମିକ ପ୍ରେମ କଦାପି ଏକତ୍ରିତ ହୋଇପାରିବ ନାହିଁ। ଅତଏବ ଆଜି ମୋତେ ଅଲ୍ଲାହ ତାଆଲାଙ୍କ ପ୍ରେମାନୁରାଗ ସାହାଯ୍ୟରେ ବଞ୍ଚିବାକୁ ଦିଅନ୍ତୁ। ଏହାପରେ ସେ ଆନନ୍ଦର ସହିତ ଚାଲି ଚାଲି ନିଜ ଘରକୁ ଗଲେ। ଏହା ହେଉଛି ସେହି ଦୃଶ୍ୟ ଯେଉଁ ଦୃଶ୍ୟକୁ ଦେଖି ହୃଦୟ ପ୍ରଶଂସାରେ ଭରିଯାଇଥାଏ। କେତେକ ନୈଷ୍ଠିକ ଜମାତ ଯାହାକୁ ଅଲ୍ଲାହ ତାଆଲା ହଜରତ ମସିହ ମଉଦ ଆଲୈହିସ୍ସଲାମକୁ ପ୍ରଦାନ କରିଛନ୍ତି, ଲୋକମାନେ ଖୁତବାତ ଶୁଣନ୍ତି ଓ ଶୁଣି କହିଦିଅନ୍ତି, ହଁ ଆମେ ପରା ଶୁଣିନେଲୁ ଖୁତବା, କିନ୍ତୁ ସେହି ଲୋକମାନେ ଖୁତବାର ଗହରତ୍ୱ ମଧ୍ୟକୁ ଯାଆନ୍ତି ନାହିଁ ଏବଂ ଧ୍ୟାନପୂର୍ବକ ଖୁତବା ଶୁଣନ୍ତି ନାହିଁ। ଏହା ହେଉଛି ସେହି ଉଦାହରଣ ଯେ ଗଭୀରତାର ସହିତ କୌଣସି କଥାକୁ ଧ୍ୟାନର ସହିତ ଶୁଣି ତାହା ଉପରେ କାର୍ଯ୍ୟାନୁସରଣ କରନ୍ତି। ଏହା କିଭଳି ବିଚିତ୍ର ତଥା ଅଦ୍ଭୁତ ପ୍ରକାରର ବଳିଦାନର ଦୃଶ୍ୟ! ଏହା ମଧ୍ୟ ଶରାୟତେ ବୈତ ଅନୁଯାୟୀ ଅଟେ ଯେ ପ୍ରତ୍ୟେକ ପରିସ୍ଥିତିରେ ଅଲ୍ଲାହ ତାଆଲାଙ୍କ ସହିତ ବିଶ୍ୱସ୍ତତାର ଶପଥକୁ ପୂରଣ କରିବା ଏବଂ କୌଣସି ଅଭିମାନ କିମ୍ବା ଅଭିଯୋଗ କରିବା ନାହିଁ। ଆମର ବିରୋଧୀମାନେ କହନ୍ତି କି ଆମେମାନେ ପୃଥିବୀରୁ ଜମାତ ଅହମଦିୟାର ନାମକୁ ନିଶ୍ଚିହ୍ନ କରିଦେବୁ। ଏପରି କେଉଁ ବ୍ୟକ୍ତି ଅଛି ଯେଉଁମାନେ ଅଲ୍ଲାହ ତାଆଲାଙ୍କ ସହିତ ଏପରି ପ୍ରେମ ସମ୍ପର୍କ ରକ୍ଷା କରୁଛନ୍ତି ଏବଂ ବିଶ୍ୱସ୍ତତା ପ୍ରକାଶ କରୁଥିବାକୁ ନିଶ୍ଚିହ୍ନ କରିପାରିବେ, ଅର୍ଥାତ୍ ଏଭଳି ବିଶ୍ୱସ୍ତ ଲୋକମାନଙ୍କୁ ନିଶ୍ଚିହ୍ନ କରିପାରିବେ। ଅଲ୍ଲାହ ତାଆଲା ଏଭଳି ଭଲ ପାଉଥିବା ବ୍ୟକ୍ତିଙ୍କୁ ନିଜ ସହିତ ଜାବୁଡ଼ି ରଖନ୍ତି ଏବଂ ଶତ୍ରୁର ଅସ୍ତିତ୍ୱର ଧୂଳି ମଧ୍ୟ ମିଳିନଥାଏ, ଅର୍ଥାତ୍ ତାହାର ଚିହ୍ନବର୍ଣ୍ଣର ପତା ମଧ୍ୟ ମିଳିନଥାଏ। ଫ୍ରାନ୍ସ ଜମାତର ଜଣେ ମହିଳା ଶ୍ରୀମତୀ ଡେନୱା ସାହେବା କିଛି ଦିନ ପୂର୍ବେ ବୟତ କରି ଅନେକ ସମସ୍ୟାର ସମ୍ମୁଖୀନ ହେଲେ। କେବଳ ସେ ନୁହେଁ, ବରଂ ତାଙ୍କ ପରିବାରବର୍ଗ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଲା। ସେ ସ୍ୱୟଂ କୁହନ୍ତି, ମୁଁ ଅର୍ଥଦାନ କ୍ଷେତ୍ରରେ ତେବେ ତାହା ତେହରିକେ ଜଦୀଦ ହେଉ ଅବା ୱକ୍ଫେ ଜଦୀଦ ଅବା ମସଜିଦ ଫଣ୍ଡ ସର୍ବଦା ଭାଗ ନେବାକୁ ଚେଷ୍ଟା କରେ ଏବଂ ଚାନ୍ଦା ଦେବାର
ଅସୀମିତ କୃପାର ନିଦର୍ଶନ ସ୍ୱୟଂ ମୁଁ ଅବଲୋକନ କରି ନେଇଛି। ଚଳିତ ବର୍ଷ ୱକ୍ଫେ ଜଦୀଦର ଚାନ୍ଦା ପୈଠ କଲାବେଳେ ମୋର ଅବସ୍ଥା ଏପରି ଥିଲା ଯେ ମୁଁ ଏକ ଭଲ ଚାକିରି ପାଇଁ ଦୀର୍ଘଦିନ ହେଲା ପ୍ରଚେଷ୍ଟା କରୁଥିଲି, କିନ୍ତୁ କୌଣସି ଚାକିରି ମିଳୁନଥିଲା। ସେ କୁହନ୍ତି, ଯେଉଁଦିନ ମୁଁ ୱକ୍ଫେ ଜଦୀଦର ଚାନ୍ଦା ପୈଠ କଲି ତାହାର 10 ମିନିଟ୍ ପରେ ମୋତେ ଏକ ବହୁତ ବଡ଼ କମ୍ପାନୀରୁ ଫୋନ୍ ଆସିଲା ଯେ ତାଙ୍କ କମ୍ପାନୀରେ ମୋତେ ଚାକିରି ମିଳିଯାଇଛି। ସେ କୁହନ୍ତି, ଏସବୁ ଚାନ୍ଦା ଦେବାର ଆଶିଷ ଯାହାକି ଆଲ୍ଲାହ ତାଆଲାଙ୍କ ନିକଟରୁ ମୋତେ ମୋ ପ୍ରତି ନିଦର୍ଶନ ସ୍ୱରୂପ ଆଲ୍ଲାହ ତାଆଲା ମୋତେ ପ୍ରଦାନ କରିଛନ୍ତି। କାଜାକିସ୍ତାନର ମୁବଲ୍ଲିଗ ସାହେବ ଲେଖିଛନ୍ତି, ସ୍ଥାନୀୟ ମୌଲିମ୍ ଶ୍ରୀଯୁକ୍ତ ଦସଲାନ ସାହେବଙ୍କ ପତ୍ନୀ କିଛି ବର୍ଷ ପୂର୍ବେ ଜମାତରେ ସାମିଲ ହୋଇଥିଲେ, ଅର୍ଥାତ୍ ବୟତ କରି ଜମାତରେ ସାମିଲ ହେଲେ। ଚଳିତ ବର୍ଷ ନିଜ ବିବାହ ବାର୍ଷିକ ଅବସରରେ 3500 ତେଙ୍ଗେ ସ୍ଥାନୀୟ ମୁଦ୍ରା ଲେଖାଏ ତେହରିକେ ଜଦୀଦ ଓ ୱକ୍ଫେ ଜଦୀଦର ପାଣ୍ଠିରେ ଚାନ୍ଦା ପୈଠ କଲେ, ଅର୍ଥାତ୍ 7000 ତେଞ୍ଜା। ସେ କୁହନ୍ତି, ତାଙ୍କର ସପ୍ତାହେ ପରେ ମୋତେ 70,000 ତେଞ୍ଜା ରାଶି ମିଳିଗଲା, ଯାହା ମିଳିବାର ମୋର କୌଣସି ଅନୁମାନ ମଧ୍ୟ ନଥିଲା। ପ୍ରଭୁଙ୍କ ମାର୍ଗରେ ଅର୍ଥଦାନ କଲେ ସେ ତାହାର 10 ଗୁଣ ବଢ଼ାଇ ଫେରସ୍ତ କରିଦେଇଥାନ୍ତି। ଏହା ସେହି ପ୍ରତିଶ୍ରୁତିର ନିଦର୍ଶନ। କେତେକ ଲୋକ ଅଭିମାନପୂର୍ବକ କହିଦେଇଥାନ୍ତି ଯେ ଆମ ସହିତ ପରମେଶ୍ୱରଙ୍କର କାହିଁକି ଏଭଳି ଆଚରଣ ପ୍ରଦର୍ଶନ କରୁନାହାନ୍ତି। ସେମାନଙ୍କୁ ଆବଶ୍ୟକ କି ପ୍ରଭୁଙ୍କ ଶରଣେ କ୍ଷମାଯାଚନା କରନ୍ତୁ ଏବଂ ନିଜର ଅନୁଶୀଳନ କରନ୍ତୁ କି ଯେତେବେଳେ ସେମାନେ ଅର୍ଥଦାନ କରୁଛନ୍ତି କ'ଣ ତାଙ୍କ ନିୟତ ନିଷ୍ଠାର ସହିତ ଆଲ୍ଲାହଙ୍କ ମାର୍ଗରେ ଅର୍ଥଦାନ କରିବା ରହୁଛି। ଯଦି ଥାଏ ତେବେ ଏଭଳି ଅଭିମାନ କଦାପି ମନରେ ଉତ୍ପନ୍ନ ହେବ ନାହିଁ, ବରଂ ପ୍ରସନ୍ନଚିତ ହେବା ଉଚିତ ଯେ ପ୍ରଭୁ ତାଙ୍କ ମାର୍ଗରେ ମୋତେ କିଛି ଦାନ କରିବାକୁ ସାମର୍ଥ୍ୟ ପ୍ରଦାନ କଲେ। କିନ୍ତୁ ଯେଉଁମାନଙ୍କର ନିୟତ ଏହା ଥାଏ କି ଆଲ୍ଲାହ ତାଆଲା ଆଜି ନୁହେଁ ତ କାଲି ମୋତେ ବେଶ ବଢ଼ାଇ ଫେରସ୍ତ କରିବେ, ସେପରି ଲୋକେ ହିଁ ପରେ ଅଭିଯୋଗ, ଅଭିମାନ ଓ ନାନାଦି ଆପତ୍ତିମୂଳକ ଉକ୍ତି ମନରେ ପୋଷଣ କରିଥାନ୍ତି। ଏପରି ଲୋକଙ୍କୁ ପୁଣି ନମାଜ ମଧ୍ୟ ବୋଝ ମନେ ହୋଇଥାଏ। ମସ୍କୋର ଜଣେ ବନ୍ଧୁ ଅବ୍ଦୁର ରେହମାନ ସାହେବ କୁହନ୍ତି, ଚାକିରି କରିବା କ୍ଷେତ୍ରରେ ମୁଁ ସର୍ବଦା ହତଭାଗ୍ୟ ରହିଛି। ଯେଉଁ ସ୍ଥଳେ କାମ ମିଳେ ସେଠାରେ ଏତେ କମ୍ ବେତନ ମିଳେ ଯେ ମୋର ପରିବାରର ଭରଣପୋଷଣ କରିବା କଷ୍ଟସାଧ୍ୟ ହୋଇଥାଏ। ଏକଦା ପୁଣି ଗୋଟିଏ ମାସରେ ବେତନ ମଧ୍ୟ ମୋତେ ମିଳିଲା ନାହିଁ। ତାପରେ ପ୍ରଭୁ ଏଭଳି କୃପା କଲେ ଯେ ମୋ ବେତନରେ ଅଭିବୃଦ୍ଧି ଘଟିଲା। ସୁତରାଂ ମୋ ମନରେ ଏକଥା ଉତ୍ପନ୍ନ ହେଲା, ଜାତ ହେଲା ଯେ ପ୍ରଭୁ ମୋତେ ଏଥିପ୍ରତି ଇଙ୍ଗିତ କରୁଛନ୍ତି କି ମୋତେ ନିଜ ଚାନ୍ଦା ନିୟମିତ ରୂପେ ପୈଠ କରିବା ଉଚିତ। ଅତଏବ ମୁଁ ଚାନ୍ଦା ଦେବା ଆରମ୍ଭ କରିଦେଲି, ଯଦ୍ୱାରା ପ୍ରଭୁ ମୋ ଉପରେ ଅଧିକ କଲ୍ୟାଣ ଓ ଆଶିଷ ପ୍ରଦାନ କଲେ କି ମୋତେ ଏପରି ଏକ ସ୍ଥଳେ ଚାକିରି ମିଳିଗଲା ଯାହାର ପ୍ରତୀକ୍ଷା ପାଇଁ ମୁଁ 2 ବର୍ଷ ହେଲା ପ୍ରୟାସ କରୁଥିଲି ଓ ପ୍ରତୀକ୍ଷାରେ ଥିଲି। ଏଥିରୁ ମୁଁ ବିଶେଷ ରୂପେ ଏକଥା ଜାଣିଗଲି ଯେ ନିୟମିତ ରୂପେ ଚାନ୍ଦା ଦେବା ଫଳରେ ପ୍ରଭୁ ନିଜ ଭକ୍ତର ଆମଦାନୀରେ ଅଭିବୃଦ୍ଧି ପ୍ରଦାନ କରିଥାନ୍ତି। ଏଥିସକାଶେ ମୁଁ ପରମେଶ୍ୱରଙ୍କର କୃତଜ୍ଞତା ଜ୍ଞାପନ କରୁଛି ଯେ ସେ ମୋତେ ନିଜ ମାର୍ଗରେ କିଛି ଦାନ କରିବାକୁ ସାମର୍ଥ୍ୟ ପ୍ରଦାନ କଲେ। ସେରେଲିୟନରୁ ୱାଟରଲୋ ରିଜିୟନର ମୁବଲ୍ଲିଗ ଇଫ୍ତେଖାର ସାହେବ କୁହନ୍ତି, ୱକ୍ଫେ ଜଦୀଦ ଚାନ୍ଦା ଆଦାୟ କରିବା ପାଇଁ ଅନେକ ଜମାତ ଗସ୍ତ କରିବାକୁ ପଡ଼ିଥାଏ। ଏଥର ଲୋକମାନଙ୍କୁ ଆମେ କହିଲୁ ଯେ ଚାନ୍ଦାର ବିଶେଷତ୍ୱ ସ୍ପଷ୍ଟ ରୂପେ ଆପଣମାନଙ୍କୁ ବୁଝାଇବାରେ ଆମ ଦ୍ୱାରା ଅବହେଳା ହୋଇଛି। ତେହରିକେ ଜଦୀଦର ଘୋଷଣା କଲାବେଳେ ମୁଁ କହିଥିଲି ଯେ ସେରେଲିଓନରେ ବର୍ତ୍ତମାନ ମଧ୍ୟ ଆହୁରି ଅଧିକ ଚାନ୍ଦା ଆଦାୟ କରିବାର ବିକଳ୍ପ ରହିଛି। ଯଦି ସଦସ୍ୟବୃନ୍ଦଙ୍କୁ ପ୍ରୋତ୍ସାହିତ କରାଯାଏ ତେବେ ସେମାନେ ଆହୁରି ଚାନ୍ଦା ଦେଇପାରିବେ। ଅତଏବ ସେ ଏହି ବାର୍ତ୍ତା ନେଇ ଜମାତମାନଙ୍କର ଗସ୍ତ କଲେ ଏବଂ କହିଲେ, ଉପସ୍ଥିତ ଖଲିଫାଙ୍କ ଆହ୍ୱାନ ଯେ ସେରେଲିଓନବାସୀ
ବେଶ୍ ପୁରାତନ ହେମଦି ସେମାନଙ୍କୁ ଅର୍ଥଦାନ କ୍ଷେତ୍ରରେ ଆଗକୁ ବଢ଼ିବା ଉଚିତ, ନିଜର ଅଣ୍ଟା ଭିଡ଼ିବା ଉଚିତ, ଅବହେଳା ପ୍ରଦର୍ଶନ କରିବା ଠିକ୍ ନୁହେଁ। ସେ କୁହନ୍ତି, ଏକଥା ଶୁଣି ସଦସ୍ୟବୃନ୍ଦଙ୍କ ମଧ୍ୟରେ ଏକ ନବ ଉନ୍ମାଦନ ଓ ଉତ୍ତେଜନା ସୃଷ୍ଟି ହୋଇଗଲା। ବସ୍ତୁତଃ ସେମାନେ କେବଳ ୱକ୍ଫେ ଜଦୀଦର ଚାନ୍ଦା ପୈଠ କଲେ ନାହିଁ, ବରଂ ନିଜର ଅନ୍ୟାନ୍ୟ ଚାନ୍ଦା ମଧ୍ୟ ବଢ଼ାଇ ଦେଲେ। ସେଠାରେ ଲାଉଟନ୍ ନାମୀ ଆଉ ଏକ ଅଞ୍ଚଳ ରହିଛି। ସେଠାକାର ହେମଦୀମାନଙ୍କ ସହ ଯୋଗାଯୋଗ କରାଗଲା। ସେତେବେଳେ ସେହିଦିନ ହିଁ ସେଠାରୁ 13 ଲକ୍ଷ ଲିଓନ ଅର୍ଥ ଆଦାୟ ହୋଇଗଲା। 2 ଜଣ ଅହମଦୀ ଛାତ୍ର ଗୋଟିଏ ଦିନରେ 3 ଲକ୍ଷ ଲିଓନ ୱକ୍ଫେ ଜଦୀଦରେ ଚାନ୍ଦା ପୈଠ କରିଗଲେ। ପୁଣି ପରେ ଆଉ 2 ଲକ୍ଷ ଟଙ୍କା ଦେଇଗଲେ। ଜଣେ ବାଳିକା 50,000 ଲିଓନ ପ୍ରଦାନ କରି ଖଲିଫତୁଲ ମସିହଙ୍କ ସେବାରେ ଦୁଆ କରିବାର ଦରଖାସ୍ତ କରିଗଲେ। 5 ଜଣ ଛାତ୍ର ମଜୁରୀ ଲାଗି ଯାହା ରୋଜଗାର କରିଥିଲେ, ଅର୍ଥାତ୍ 50,000 ଲିଓନ, ତାହା ଆଣି ଚାନ୍ଦାରେ ପୈଠ କରିଗଲେ। ତେବେ ସେମାନେ ସେହି ଲୋକ ଯେ ଖଲିଫାଙ୍କ ଆହ୍ୱାନରେ ହାଜର ହୋଇ ସ୍ୱରରେ ସ୍ୱର ମିଶାଇଥାନ୍ତି। ସେମାନେ କଦାପି ଖଲିଫାଙ୍କୁ ଦେଖି ନାହାନ୍ତି, ସାକ୍ଷାତ କରିନାହାନ୍ତି, କିନ୍ତୁ ସେମାନଙ୍କ ହୃଦୟରେ ଖଲିଫାଙ୍କ ପ୍ରତି ଏଭଳି ପ୍ରେମ ଓ ମର୍ଯ୍ୟାଦା ଭରି ରହିଛି, ଯଦ୍ୱାରା ସେମାନେ ସମସ୍ତ ପ୍ରକାର ବଳିଦାନ ପାଇଁ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଯାଆନ୍ତି। ସେ କୁହନ୍ତି, ଆଉ ଏକ ଉଦାହରଣ ଶୁଣନ୍ତୁ। ସେହି ଜମାତର ଜଣେ ସଦସ୍ୟ ଏସାବାଙ୍କ ଘରକୁ ଯାଇ ଚାନ୍ଦା ଦେବାକୁ ତାଙ୍କୁ କୁହାଗଲା, ଅନୁପ୍ରାଣିତ କରାଗଲା ଓ ଖୁତବାର ଏକ ସନ୍ଦର୍ଭ ତାଙ୍କୁ ଶୁଣାଗଲା। ସେଥିରେ ତାଙ୍କ ପତ୍ନୀ ଅତି ଭାବବିହ୍ୱଳ ହୋଇଗଲେ ଏବଂ କହିଲେ, ଏହା ସମ୍ପୂର୍ଣ୍ଣ ଠିକ୍ କଥା, କିନ୍ତୁ ବିବଶତା ଯେ ଆଜି ଆମ ଘରେ କିଛି ନାହିଁ। ସେ କୁହନ୍ତି, ଇତିମଧ୍ୟରେ କୌଣସି ଆଡ଼ୁ ତାଙ୍କ ନିକଟକୁ କିଛି ରାଶି ଆସିଗଲା, ଯାହାର ସେ କଳନା ମଧ୍ୟ କରିନଥିଲେ। ଅତଏବ ସେ ସେହି କ୍ଷଣି ସେ ସମସ୍ତ ଅର୍ଥ ସେକ୍ରେଟାରୀ ମାଲ ସାହେବଙ୍କୁ ପ୍ରଦାନ କରିଦେଲେ। ହିସାବ କରିବାରୁ ଜଣାଗଲା, ତାହା 2 ଲକ୍ଷ ଲିଓନ, ଯାହା ସେ ଟଙ୍କାଟିଏ ମଧ୍ୟ ନ ରଖି ଚାନ୍ଦାରେ ପୈଠ କରିଥିଲେ ଏବଂ ଅତ୍ୟନ୍ତ ଆଶ୍ୱସ୍ତ ଓ ପ୍ରସନ୍ନ ଚିତ୍ତରେ ଅର୍ପଣ କରିଥିଲେ ଏବଂ ଏହା ନ ଭାବି କି ନିଜର ମଧ୍ୟ ଆବଶ୍ୟକତା ରହିଛି, ଯାହା ତାଙ୍କୁ ପୂରଣ କରିବାକୁ ହେବ। ସେ କୁହନ୍ତି, ଆମେ ତାଙ୍କୁ କହିଲୁ ଯେ ଘର ଖର୍ଚ୍ଚ ପାଇଁ କିଛି ରଖିନିଅ। ପ୍ରତି ଉତ୍ତରରେ କହିଲେ, କିଛି କଥା ନାହିଁ, ଆପଣ ସମସ୍ତ ରାଶି ନେଇଯାଆନ୍ତୁ। ବସ୍ତୁତଃ ପରମ ଦୟାଳୁ କୃପାଳୁ ଐଶ୍ୱର୍ଯ୍ୟମୟ ପ୍ରଭୁ ମଧ୍ୟ ତାଙ୍କର ଉଧାର ରଖିଲେ ନାହିଁ। କିଛି କ୍ଷଣ ପରେ ହିଁ ତାଙ୍କ ନିକଟକୁ ଅନ୍ୟ ଏକ ସ୍ଥାନରୁ କିଛି ଟଙ୍କା ଆସିଗଲା, ଯଦ୍ୱାରା ତାଙ୍କ ଖାଇବା ପିଇବାର ବ୍ୟବସ୍ଥା ହୋଇଗଲା, ଅର୍ଥାତ୍ ଘର ଖର୍ଚ୍ଚ ହୋଇଗଲା। କିର୍ଗିସ୍ତାନର ମୁବଲ୍ଲିକ ସାହେବ ଲେଖିଛନ୍ତି, ଜଣେ ନିଷ୍ଠାପର ସ୍ଥାନୀୟ ଅହମଦୀ ଶ୍ରୀମାନ କୁୱତ ସାହେବ ବସ୍କେକରେ ରହୁଥିଲେ। ବସ୍କେକ ଏକ ସ୍ଥାନର ଅଞ୍ଚଳର ନାମ। ସେ କୁହନ୍ତି, ମୁଁ ୱକ୍ଫେ ଜଦୀଦରେ 1,000 ରାଶି ଦେବାର ପ୍ରତିଶ୍ରୁତି କରିଥିଲି, ୱାଦା ଲେଖାଇଥିଲି। ୱକ୍ଫେ ଜଦୀଦର ବର୍ଷ ଶେଷ ହେବାର ମାସେ ପୂର୍ବରୁ ଖୁତବାରେ ସଦର ସାହେବ ୱକ୍ଫେ ଜଦୀଦର ଗୁରୁତ୍ୱ ଉପରେ ଆଲୋକପାତ କଲେ ଏବଂ ଖଲିଫାଙ୍କ ପୂର୍ବ ଖୁତବାର କିଛି ଘଟଣାବଳୀ ବର୍ଣ୍ଣନା କଲେ। ସେ କୁହନ୍ତି, ସେତେବେଳେ ମୁଁ ମାତ୍ର 200 ଟଙ୍କା ୱକ୍ଫେ ଜଦୀଦ ପାଣ୍ଠିରେ ଜମା କରିପାରିଥିଲି। ଆହୁରି 800 ଟଙ୍କା ମୋର ଜମା କରିବା ବାକି ଥିଲା। ସେ କୁହନ୍ତି, ମୋର ଜଣେ ରୋଗଗ୍ରସ୍ତ ଭଗିନୀ ଅଛନ୍ତି, ଯାହାଙ୍କୁ ପ୍ରଶାସନ ପକ୍ଷରୁ 4,000 ସୁମ୍ ଅର୍ଥ ରାଶି ଭତ୍ତା ମିଳିଥାଏ। ଜୁମା ପରେ ମୁଁ ନିଜ ଭଉଣୀର ପେନସନ ନେବାକୁ ଗଲି। ଯେତେବେଳେ ମୁଁ ATM କାର୍ଡ଼ ପୁରାଇ ଦେଖିଲି, ସେତେବେଳେ କ'ଣ ଦେଖୁଛି ଯେ ଆକାଉଣ୍ଟରେ 10,000 ସୁମ୍ ଅର୍ଥ ଆସିଯାଇଛି। 1 ମାସ ପୂର୍ବରୁ ମୋ ମାତା ପ୍ରଶାସନକୁ ପତ୍ର ଲେଖିଥିଲେ ଯେ ଏହି ଅର୍ଥରେ ଆମ ଭରଣ ପୋଷଣ ହୋଇପାରୁନାହିଁ, ଆମ ଭତ୍ତା ବଢ଼ାଇ ଦିଆଯାଉ। ମୁଁ ଚିନ୍ତା କଲି, ସମ୍ଭବତଃ ସେଥିଯୋଗୁଁ ପ୍ରଶାସନ ଅଧିକ ରାଶି ଆକାଉଣ୍ଟରେ ପୈଠ କରିଦେଇଛି। କିନ୍ତୁ ଆଜି 19 ଡିସେମ୍ବର ସକାଳେ ମୋତେ ପ୍ରଶାସନ ତରଫରୁ ଫୋନ୍ ଆସିଲା କି ଆମେ ଆପଣଙ୍କୁ ଆଉ 5,000 ସୁମ୍ ଦେବୁ, ଅର୍ଥାତ୍ ଆପଣଙ୍କ ମାତାଙ୍କ ପତ୍ରର ଉପରେ କାର୍ଯ୍ୟକାରୀ କରି ଉଚ୍ଚ ପଦାଧିକାରୀମାନେ ଆପଣଙ୍କର ମାତାଙ୍କ ପେନସନକୁ ଭତ୍ତାକୁ 5,000
ବଢ଼ାଇ ଦେଇଛନ୍ତି। ଏପରି ଆହୁରି ଅଧିକ 5,000 ସୁମ୍ ଆମକୁ ମିଳିଗଲା। ସେ କୁହନ୍ତି, ସେଥିରେ ମୁଁ ନିଜ ଚାନ୍ଦା ମଧ୍ୟ ପୈଠ କରିଦେଲି। ଏଭଳି ଚାନ୍ଦା ଦେବା ଫଳରେ ପ୍ରଭୁଙ୍କ କଲ୍ୟାଣ ପ୍ରାପ୍ତ ହୋଇଥାଏ। କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଜଣା ନାହିଁ ଯେ ସେହି ଅଧିକ ରାଶି ଆମ ଆକାଉଣ୍ଟକୁ କେଉଁଠାରୁ ଆସିଥିଲା। ଏଭଳି ବଳିଦାନ ଅହମ୍ମଦୀଙ୍କ ବିଶ୍ୱାସକୁ ଅଧିକ ସୁଦୃଢ଼ କରିଥାଏ। ତାଞ୍ଜାନିଆର ଅମୀର ସାହେବ କୁହନ୍ତି, ଜନଜବାର ଜମାତର ଖୈର ରସିଦ ସାହେବଙ୍କୁ ଯେତେବେଳେ ୱକ୍ଫ ଜଦୀଦ ଚାନ୍ଦା ଦେବାକୁ କୁହାଗଲା, ସେତେବେଳେ ସେ କହିଲେ, ମୋର ରୋଜଗାର ନଥିଲା, ରୋଜଗାର ନାହିଁ, ନା ମୋ ନିକଟରେ ଅର୍ଥ ଅଛି। କିନ୍ତୁ ମୁଁ ମୁବଲ୍ଲିଗ ସାହେବଙ୍କୁ ନିବେଦନ କଲି କି ଆପଣ ମୋ ନାମ ସମ୍ପୂର୍ଣ୍ଣ ଚାନ୍ଦା ପୈଠ କରିଦେଇଥିବା ଲୋକମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଦିଅନ୍ତୁ, ଲେଖିଦିଅନ୍ତୁ। ପ୍ରଭୁ ବ୍ୟବସ୍ଥା କରିଦେବେ। ସେ କୁହନ୍ତି, 2 ଦିନ ପରେ ମୋତେ ଡ୍ରାଇଭରର ଚାକିରି ମିଳିଗଲା। ପ୍ରଥମ ଦିନର ଆମଦାନୀରେ ହିଁ ମୁଁ ନିଜ ଓ ନିଜ ସନ୍ତାନମାନଙ୍କ ଚାନ୍ଦା ୱକ୍ଫ ଜଦୀଦ ପୈଠ କରିଦେଲି। ତେବେ ମୋ ନିୟତ ଯୋଗୁଁ ମୋର ସ୍ଥାୟୀ ରୋଜଗାରର ପ୍ରଭୁ ବ୍ୟବସ୍ଥା କରିଦେଲେ। ଏସବୁ ଘଟଣା ହିଁ ଆମ ବିଶ୍ୱାସକୁ ଅଧିକ ସୁଦୃଢ଼ କରିଥାଏ। ତାଞ୍ଜାନିଆର ଅମୀର ସାହେବ ଲେଖିଛନ୍ତି, ଆରେଙ୍ଗା ରିଜିୟନର ତାହା ସାହେବ କୁହନ୍ତି, ଚଳିତ ବର୍ଷ ଚାନ୍ଦା ୱକ୍ଫ ଜଦୀଦ ପ୍ରସଙ୍ଗରେ ଅଦ୍ଭୁତପୂର୍ଣ୍ଣ ବିଭୂତିର ନିଦର୍ଶନ ଦେଖିବାକୁ ମିଳିଲା। ଚଳିତ ବର୍ଷ ପାଖାପାଖି 6 ଲକ୍ଷ ଶିଲଂ ଆଦାୟ କରିବାର ଥିଲା, ଅର୍ଥାତ୍ ଟାର୍ଗେଟ ଥିଲା। କିନ୍ତୁ ଅର୍ଥନୀତିର ବ୍ୟବସ୍ଥା ଦେଖି ସେ ମୋତେ ପତ୍ର ଲେଖିଲେ ଯେ ଦେଶୀୟ ଅବସ୍ଥା ଓ କାରବାରୀର ଶୋଚନୀୟତାକୁ ଦୃଷ୍ଟିରେ ରଖି ହୁଜୁର ଦୁଆ କରିବେ, ଆଲ୍ଲାହ ତାଆଲା ଏମାନଙ୍କୁ ୱକ୍ଫ ଜଦୀଦର ୱାଦା ପୂରଣ କରିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଆଗକୁ ଏଭଳି ଘଟଣାମାନ ଆସିବ ଯେ ଲୋକେ ନିଜ ଚାନ୍ଦା ପୈଠ କରିବା ପାଇଁ ତହଜୁଦରେ ଉଠି ଉଠି ଦୁଆ କରିଥାନ୍ତି, ନଫିଲ ନମାଜ ପାଠ କରିଥାନ୍ତି। ଏଥି ପରିବର୍ତ୍ତେ କି ନିଜ ବ୍ୟକ୍ତିଗତ ଆବଶ୍ୟକତା ପୂରଣ ହେଉ। ସେ କୁହନ୍ତି, ମୁଁ ପତ୍ର ଲେଖି ହିଁ ଥିଲି ଯେ ମୋତେ ଆଶ୍ୱସ୍ତି ଲାଭ ହେଲା ଯେ ଇନଶାଆଲ୍ଲାହ ତାଆଲା ବ୍ୟବସ୍ଥା ହୋଇଯିବ, ଅର୍ଥାତ୍ ଟାର୍ଗେଟ ପୂରା ହୋଇଯିବ। ପତ୍ର ଲେଖିବାକୁ 24 ଘଣ୍ଟା ହିଁ ଅତିବାହିତ ହୋଇଥିବ ଯେ ଜଣେ ବନ୍ଧୁ ନିଜ କାରବାର ପ୍ରସଙ୍ଗରେ ମୋ ସହିତ ପରାମର୍ଶ କଲେ। କଥାବାର୍ତ୍ତାରୁ ଆମେ ଦୁହେଁ ଜାଣିବାକୁ ପାଇଲୁ ଯେ 15 ବର୍ଷ ପୂର୍ବେ ଆମେ ସହପାଠୀ ଥିଲୁ। ସେ କୁହନ୍ତି, ଆମ ପରାମର୍ଶ ଯୋଗୁଁ ଯେଉଁ କଣ୍ଟ୍ରାକ୍ଟ ମିଳିଲା, ସେଥିରେ ଆଲ୍ଲାହଙ୍କ କୃପାରୁ 6 ମିଲିୟନ ଶିଲଂ ଲାଭ ହେଲା, ଯାହାକି ମୋ ଚାନ୍ଦାର 10 ଗୁଣ ଥିଲା। ଯାହାର ଆଡଭାନ୍ସ ମିଳିବା ମାତ୍ରେ ସର୍ବପ୍ରଥମେ ମୁଁ ୱକ୍ଫ ଜଦୀଦର ଚାନ୍ଦା ପୈଠ କରିଦେଲି। ଜନଜବାରର ଜଣେ ନବାଗତ ହେମଦୀ ଜୁମା ଦିନ ପରିବା ମଣ୍ଡିରେ ମୂଲ ଲାଗିଥାନ୍ତି। ସେ କୁହନ୍ତି, ତାଙ୍କୁ ଯେତେବେଳେ ୱକ୍ଫ ଜଦୀଦ ଚାନ୍ଦା ପୈଠ କରିବା ସମ୍ପର୍କରେ ଆହ୍ୱାନ ଦିଆଗଲା, ସେତେବେଳକୁ ତାଙ୍କର ଭାର ବୁହାର ଆୟ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା। ସେ ଗାଡ଼ି ଉପରେ ଲୋଡ଼ିଂ ଓ ଅନଲୋଡ଼ିଂ କାମ କରି ନିଜ ପରିବାର ପୋଷଣ କରିଥାନ୍ତି। ତାଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ସଙ୍କୁଚିତ ହୋଇପଡ଼ିଥିଲା। ତେଣୁ ମୁଁ ତାଙ୍କୁ ନମାଜ ତହଜୁଦ ପଢ଼ିବା ପାଇଁ କହିଲି କି ନମାଜ ତହଜୁଦ ପଢ଼ନ୍ତୁ ଓ ଆଲ୍ଲାହ ତାଆଲାଙ୍କ ଶରଣେ ପେଟପାଟଣା ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପ୍ରସଙ୍ଗରେ ଦୁଆ କରନ୍ତୁ। ଅତଏବ ସେ କୁହନ୍ତି କି କିଛି ଦିନ ମୁଁ ନମାଜ ତହଜୁଦରେ ଆଲ୍ଲାହ ତାଆଲାଙ୍କ ନିକଟରେ ଚାନ୍ଦା ପୈଠ କରିବା ପାଇଁ ବିଶେଷ ରୂପେ ଦୁଆ କଲି। ଆଲ୍ଲାହ ତାଆଲାଙ୍କ ନିକଟରେ ନମାଜ ତହଜୁଦରେ ଏହି ଦୁଆ କଲି କି ହେ ଈଶ୍ୱର, ହେ ପ୍ରଭୁ, ମୁଁ ସବୁ କ୍ଷେତ୍ରରେ ପଛେଇ ଯାଇଛି, କିନ୍ତୁ ତୁମେ ନିଜ ଧର୍ମ ମାର୍ଗରେ ଅର୍ଥଦାନ କରିବାକୁ ମୋତେ ସାମର୍ଥ୍ୟ ପ୍ରଦାନ କର। ସୁତରାଂ ୱକ୍ଫ ଜଦୀଦର ଆର୍ଥିକ ବର୍ଷ ସମାପ୍ତ ହେବାର 2-3 ଦିନ ପୂର୍ବରୁ ବ୍ୟବସାୟ ବାଣିଜ୍ୟରେ ଯେଉଁ କାର୍ଯ୍ୟଟି ବ୍ୟାହତ ହୋଇଥିଲା, ତାହା ପୁନର୍ବାର ଆରମ୍ଭ ହୋଇଗଲା ଏବଂ ପ୍ରାୟ 3 ଲକ୍ଷ ଶିଲଂର ତାଙ୍କର ଆୟ ହୋଇଗଲା। ସେ କହନ୍ତି କି ଉକ୍ତ ଆୟରୁ ମୁଁ ମୋ ସନ୍ତାନ ଓ ପତ୍ନୀର ତଥା ନିଜର ଚାନ୍ଦା ପୈଠ କରିଦେଲି। ସେ କହନ୍ତି ଯେ ମୁଁ ଯେବେଠୁ ବୟତ କରିଛି, ଚାନ୍ଦା ଦେବା ଯୋଗୁଁ ଆଲ୍ଲାହ ତାଆଲା ମୋ ଧନ ଜୀବନରେ ଅସାଧାରଣ ବରକତ ପ୍ରଦାନ କରିଦେଇଛନ୍ତି। ଏ ହେଉଛି ସେ ଉତ୍ସର୍ଗୀ ଲୋକ ଯେଉଁମାନଙ୍କୁ ନିଜ ଚାନ୍ଦା ପୈଠ କରିବାର ଚିନ୍ତା ଘାରିଥାଏ। ଏବଂ ଯେପରି ମୁଁ ପୂର୍ବେ କହିଲି
କି ସେ ନମାଜ ତେହଜୁଦରେ ବିଶେଷ ରୂପେ ଦୁଆ କରୁଛନ୍ତି କି ପ୍ରଭୁ ତାଙ୍କୁ ଚାନ୍ଦା ପୈଠ କରିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଜଣେ ସଂସାର ପ୍ରେମୀ ଉକ୍ତ କଥା ଶୁଣି କହିପାରିବ ଯେ ତ ବଡ଼ ବିଚିତ୍ର ପ୍ରକାର ପାଗଳାମୀ। କିନ୍ତୁ ଏହି ଲୋକମାନେ ଯେଉଁମାନେ ସଂସାରବାସୀଙ୍କ ଦୃଷ୍ଟିରେ ମୂର୍ଖ, ଏହି ମୂର୍ଖ ବ୍ୟକ୍ତିଙ୍କୁ ଆଲ୍ଲାହ ତାଆଲା ପ୍ରେମ କରନ୍ତି ଏବଂ ସେମାନଙ୍କର ଆବଶ୍ୟକତା ମଧ୍ୟ ସ୍ୱୟଂ ପୂରଣ କରିଦେଇଥାନ୍ତି। ଅତଏବ ରିପୋର୍ଟରେ ଅତ୍ୟନ୍ତ ବିଚିତ୍ର ପ୍ରକାର ଘଟଣା ଦେଖିବାକୁ ମିଳିଥାଏ। ଗ୍ୟାମ୍ବିଆର ଅମୀର ସାହେବ ଉଲ୍ଲେଖ କରିଛନ୍ତି କି ନର୍ଥ ବ୍ୟାଙ୍କ ଅଞ୍ଚଳରେ ଏକ ଗ୍ରାମର ଇବ୍ରାହିମ ସାହେବ ଜଣେ ବ୍ୟବସାୟୀ ବ୍ୟକ୍ତି। ଲୋକମାନେ ଯେତେବେଳେ ତାଙ୍କ ନିକଟରେ ନିଜ ସନ୍ତକ ରଖୁଥିଲେ ସିଏ ସେତେବେଳେ ଗୈରହମଦି ଥିଲେ। କେତେକ କାରଣମାନ ଯୋଗୁଁ ସେ ହଠାତ୍ ଦେବାଳିଆ ହୋଇଗଲେ, କାରଣ ନିଜ ବାଣିଜ୍ୟକୁ ବଞ୍ଚାଇବାକୁ ଯାଇ ସେ ଲୋକମାନଙ୍କ ସନ୍ତକ ମଧ୍ୟରୁ ଖର୍ଚ୍ଚ କରିଦେଇଥିଲେ। ଯେତେବେଳେ ତାଙ୍କ ମନରେ ଏହି ଆଶଙ୍କା ଉତ୍ପନ୍ନ ହେଲା କି ସେ ଆଉ ଲୋକଙ୍କ ସନ୍ତକ ଫେରସ୍ତ କରିପାରିବେ ନାହିଁ, ସେତେବେଳେ ସେ ନିଜ ଭିଟାମାଟି କନାକେରିକୁ ଚାଲିଗଲେ ଓ ନିଜକୁ ପଳାତକ ଘୋଷିତ କଲେ। ସେ 3 ବର୍ଷ କାଳ ଧରି କନାକେରିଠାରେ କାଳାତିପାତ କରିଥିଲେ। ଏହାପରେ ସେ ଏହି ନିଷ୍ପତ୍ତି ନେଲେ ଯେ ସେ ଦେଶକୁ ଫେରିଯିବେ ଏବଂ ଲୋକମାନଙ୍କର ସନ୍ତକ ଫେରସ୍ତ କରିବେ। ତାଙ୍କ ମନରେ ପୁଣ୍ୟ ଥିଲା, ତେଣୁ ସେ ଫେରିଯିବାକୁ ନିଷ୍ପତ୍ତି ନେଲେ ଏବଂ ଫେରିଯାଇ ପରିସ୍ଥିତିର ମୁକାବିଲା କଲେ। ଯେତେବେଳେ ଯେକୌଣସି ମତେ ଲୋକଙ୍କ ଋଣ ପରିଶୋଧ କରିବାର ମନସ୍ଥ କରିନେଲେ, ସେତେବେଳେ ସେ ଲୋକମାନଙ୍କୁ ଫୋନ କରି ଅନୁରୋଧ କଲେ କି ମୋତେ ଗୋଟେ ସୁଯୋଗ ଦିଅନ୍ତୁ ଏବଂ ମୋତେ ପୋଲିସ ହାତରେ ଟେକି ଦିଅନ୍ତୁ ନାହିଁ, ଗିରଫ କରାନ୍ତୁ ନାହିଁ। ମୁଁ ଚେଷ୍ଟା କରିବି ଯେ ଆପଣଙ୍କ ଋଣ ପରିଶୋଧ କରିଦେବି। ଅତଏବ ଉଭୟ ଜିଲ୍ଲା ଓ ଗ୍ରାମର ମୁଖ୍ୟ ତାଙ୍କୁ ଏହି ସର୍ତ୍ତରେ ଆସିବାକୁ ଅନୁମତି ପ୍ରଦାନ କଲେ କି ସେ ପରିଶ୍ରମ କରି ରୋଜଗାର କରିବେ ଓ ଲୋକମାନଙ୍କର ସନ୍ତକକୁ ଫେରସ୍ତ କରିବେ। ଯଦି ସେ ଏପରି ନ କରିପାରନ୍ତି ତାହେଲେ ତାଙ୍କୁ ଜେଲକୁ ପଠାଇ ଦିଆଯିବ। ସେ ଉଲ୍ଲେଖ କରନ୍ତି କି ତାଙ୍କୁ ଆସିବାକୁ ବର୍ତ୍ତମାନ ଅଧିକ ସମୟ ବିତି ନଥିଲା କି ତାଙ୍କ ନିକଟରେ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ବାର୍ତ୍ତା ପହଞ୍ଚିଲା, ଯାହାକୁ ଶୁଣି ସେ ଅହମଦିୟତ ଗ୍ରହଣ କରିନେଲେ ଓ ନିୟମିତ ରୂପେ ଚାନ୍ଦା ପୈଠ କରିବାକୁ ଆରମ୍ଭ କରିଦେଲେ, ଯାହା ବି ସେ ଆୟ ବା ଆମଦାନୀ କରୁଥିଲେ। ଆଲ୍ଲାହ ତାଆଲାଙ୍କ କୃପାରୁ ଚାନ୍ଦା ପୈଠ କରିବା ଯୋଗୁଁ ତାଙ୍କର କାର୍ଯ୍ୟରେ ଏତେ ବରକତ ହେଲା କି 2 ବର୍ଷ ମଧ୍ୟରେ ସେ କେବଳ ନିଜର ଋଣ ପରିଶୋଧ କରିନଥିଲେ, ବରଂ ସମସ୍ତ ଲୋକଙ୍କଠାରୁ ଯାହା ବି ସେ ଋଣ ନେଇଥିଲେ ତାହା ପରିଶୋଧ କରିଦେଲେ, ଯାହାକି ପାଖାପାଖି $2,00,000 ଥିଲା। କେବଳ ଏତିକି ନୁହେଁ, ଏହା ବ୍ୟତୀତ ସେ ନିଜର ବାସଗୃହଟିଏ ମଧ୍ୟ ନିର୍ମାଣ କରିନେଲେ ଓ ଦୋକାନ ମଧ୍ୟ ପୁନର୍ବାର ସ୍ଥାପନ କରିନେଲେ। ବର୍ତ୍ତମାନ ତାଙ୍କର କାମ ପୂର୍ବାପେକ୍ଷା ଅଧିକ ଜୋରସୋରରେ ଅଗ୍ରସର ହେଉଛି। ସେ ନିଜେ କୁହନ୍ତି କି ଏସବୁ ଚାନ୍ଦା ଦେବାର ବରକତ। ଅଷ୍ଟ୍ରେଲିଆ ଜମାତର ଆଉ ଜଣେ ଲଜନା ସଦସ୍ୟ କୁହନ୍ତି, ଆମେମାନେ ଯେତେବେଳେ ନୂତନ ବାସଗୃହକୁ ସ୍ଥାନାନ୍ତରିତ ହେଲୁ, ଆମର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା। ଘରର ଭଡ଼ା ମଧ୍ୟ ଅଧିକ ଥିଲା। ମୋ ନିକଟରେ ଏତେ ପଇସା ନଥିଲା କି ମୁଁ ଆବଶ୍ୟକ ଜିନିଷପତ୍ର କ୍ରୟ କରିପାରିବି। ଅନ୍ୟପଟରେ ଚାନ୍ଦାର ବର୍ଷ ମଧ୍ୟ ଶେଷ ହେଉଥିଲା। ମୁଁ ଆଲ୍ଲାହଙ୍କ ଉପରେ ବିଶ୍ୱାସ ସ୍ଥାପନ କରି ଚାନ୍ଦା ଦେଇଦେଲି। ସେ ହେଉଛନ୍ତି ଜଣେ ସଂସାର ପ୍ରେମୀ ଦେଶରେ ବସବାସ କରୁଥିବା ମହିଳା ଯେ ନିଜର ଚାନ୍ଦା ପୈଠ କଲେ। ଏହା ନୁହେଁ ଯେ ସେ କୌଣସି ଗରିବ ଦେଶରେ ରହୁଥିବା, ବରଂ ସେ ଧନିକ ରାଷ୍ଟ୍ରରେ ରହୁଥିଲେ। ଅତଏବ ସେ ଦୁଆ କଲେ କି ହେ ପ୍ରଭୁ, ମୁଁ କାହାରି ସାହାଯ୍ୟ ଲୋଡ଼େ ନାହିଁ, ତୁମେ ହିଁ ମୋର ସାହା ଭରସା, ମୋର ସାହା ହୁଅ। ସେ କୁହନ୍ତି, ମୁଁ ସେହିଦିନ ସନ୍ଧ୍ୟାରେ ମୋ ସ୍ୱାମୀ ଆସିଲେ, ମୋତେ କିଛି ଟଙ୍କା ପ୍ରଦାନ କଲେ ଓ କହିଲେ କି ଆଜି ମୋର ଅଫିସରଙ୍କ ପକ୍ଷରୁ ମୋତେ ଏହି ବୋନସ୍ ପ୍ରାପ୍ତ ହୋଇଛି। ଏହି ବୋନସ୍ କେବଳ ମୋତେ ହିଁ ପ୍ରାପ୍ତ ହୋଇଛି, ଅନ୍ୟ କୌଣସି କର୍ମଚାରୀଙ୍କୁ ଦିଆଯାଇ ନାହିଁ। ଅତଏବ ଉକ୍ତ ବୋନସଟି ମୋର ଚାନ୍ଦାର ଅର୍ଥଠାରୁ 2 ଗୁଣ ଅର୍ଥ ଥିଲା। ସେ କହନ୍ତି ଯେ ଆଲ୍ଲାହ ତାଆଲାଙ୍କର ଏଭଳି କୃପା ହେଲା କି ମୁଁ ସ୍ତବ୍ଧ ହୋଇଗଲି ଏବଂ ମୋର ଆଲ୍ଲାହ ତାଆଲାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ଆସିଗଲା କି ଆଲ୍ଲାହ ତାଆଲାଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ବଳିଦାନକୁ ଆଲ୍ଲାହ ତାଆଲା କେବେ ବି ଅସହାୟ ହେବାକୁ ଦିଅନ୍ତି ନାହିଁ। ଭାରତରୁ କମରୁଦ୍ଦିନ ସାହେବ ଉଲ୍ଲେଖ କରିଛନ୍ତି ଯେ ଆର୍ଥିକ ବର୍ଷର ପରିସମାପ୍ତିରେ ଇନ୍ସପେକ୍ଟର ସାହେବ ନାଜିମ ୱକ୍ଫ ଜଦୀଦଙ୍କ ସହିତ
କାଲିକଟ ଜମାତର ଯାତ୍ରା କଲେ। ଏହି ସମୟରେ ଜଣେ ଅହମଦୀ ହନିଫ ଅହମଦ ସାହେବ ଘରକୁ ଆମେ ଗଲୁ। ସେ 8 ବର୍ଷ ପୂର୍ବେ ବୟତ କରିଥିଲେ ଓ ସାମାନ୍ୟ ମୂଲ ଲାଗି ପେଟପାଟଣା କରୁଥିଲେ। ସେ ଯେତେବେଳେ ଆମେ ତାଙ୍କ ଘରେ ପହଞ୍ଚିଲୁ, ତାଙ୍କର 10 ବର୍ଷୀୟ ପୁତ୍ର ମୁଦଲ୍ଲାଲ ଅଲି ନିଜର ବୁଗି ଅର୍ଥାତ୍ ଠଣା ନେଇ ଆସିଲା ଏବଂ ୱକ୍ଫେ ଜଦୀଦର ଚାନ୍ଦା ଜମା କରାଇ କହିଲା କି ଏହି ଚାନ୍ଦା ସେ ୱକ୍ଫେ ଜଦୀଦ ପାଇଁ ବର୍ଷ ସାରା ଏକତ୍ରିତ କରି ରଖିଛି। ଯେତେବେଳେ ସେହି ଠଣା ଭଙ୍ଗାଗଲା, ସେତେବେଳେ ସେହି ଠଣାରୁ ଏକ ବିପୁଳ ପରିମାଣର ଅର୍ଥ ବାହାରିଲା। ନାଜିମ୍ ସାହେବ ସେହି ପିଲାକୁ ପଚାରିଲେ କି ପ୍ରାୟତଃ ପିଲାମାନେ ପଇସା ଏଥିପାଇଁ ଏକତ୍ରିତ କରନ୍ତି କି ସେମାନେ ସଞ୍ଚୟ କରନ୍ତି କି ସେମାନେ ନିଜ ମନପସନ୍ଦର ଜିନିଷ କିଣି ନେବେ, କିନ୍ତୁ ତୁମେ ଏହି ସମସ୍ତ ପଇସାକୁ ୱକ୍ଫେ ଜଦୀଦର ଚାନ୍ଦାରେ ପୈଠ କରୁଛ? ପ୍ରତି ଉତ୍ତରରେ ସେହି ବାଳକ ଉତ୍ତର ଦେଲା, ଯାହାର ଅର୍ଥ ଏହା ଥିଲା କି ଆଲ୍ଲାହ ତାଆଲା ଓ ତାଙ୍କ ରସୁଲ ତଥା ତାଙ୍କ ସମ୍ମାନୀୟ ଖଲିଫାମାନେ ତ ଆଲ୍ଲାହ ତାଆଲାଙ୍କ ମାର୍ଗରେ ବ୍ୟୟ କରିବାର ଉପଦେଶ ଦିଅନ୍ତି, ଏଣୁ ଏହି ସମସ୍ତ ଅର୍ଥକୁ ୱକ୍ଫେ ଜଦୀଦର ଚାନ୍ଦାରେ ପୈଠ କରିଦିଅନ୍ତୁ। ଏହା ହେଉଛି ଅହମଦୀ ବାଳକମାନଙ୍କର ସଂସ୍କାର। ଅତଏବ ଯେଉଁ ଜମାତର ପିଲାମାନଙ୍କର ଏଭଳି ଚିନ୍ତାଧାରା ରହିଛି, ଏଭଳି ମନୋଭାବ ଓ ସଂସ୍କାର ରହିଛି, ତାହାକୁ ଏହି ଅହମଦୀ ବିରୋଧୀମାନେ କିଭଳି କ୍ଷତି ପହଞ୍ଚାଇ ପାରିବେ? ବିରୋଧୀମାନେ ପଛେ ଯେତେ ବଳ ପ୍ରୟୋଗ କରିନିଅନ୍ତୁ, କିନ୍ତୁ ଆଲ୍ଲାହ ତାଆଲା ଏହି ଜମାତକୁ ସଂସାରରେ ପରିବ୍ୟାପ୍ତ କରିଦେବେ। ଏଣୁ ପ୍ରତ୍ୟେକ ଅବସରରେ ଆଲ୍ଲାହ ତାଆଲା ହିଁ ଏହି ଜମାତକୁ ସମ୍ଭାଳି ନେବେ ଏବଂ ସହଯୋଗ ଓ ସାହାଯ୍ୟ କରିବେ। ଅତଏବ ଜମାତର ଏହି ଆଗାମୀ ପିଢ଼ିରେ ଆଲ୍ଲାହ ତାଆଲା ଯେଉଁ ସ୍ପୃହା ସଂଚାର କରିଦେଇଛନ୍ତି, ତାହାକୁ ଅହମଦୀ ବିରୋଧୀମାନେ କିଭଳି ନଷ୍ଟ କରିପାରିବେ? ତାଞ୍ଜାନିଆର ଅମୀର ସାହେବ ଉଲ୍ଲେଖ କରନ୍ତି କି ପଡ଼ୋଶୀ ରାଷ୍ଟ୍ର ମାଲାୱି ମୁନ୍କି ମୋଗଚି ଅହମଦୀରୁ ମୁଅଲ୍ଲିମ ସାହେବ ଉଲ୍ଲେଖ କରନ୍ତି କି ଇବ୍ରାହିମ ସାହେବ ନାମକ ଜଣେ ବନ୍ଧୁ ମାଂସ ବେପାର କରନ୍ତି। ସେ ଚଳିତ ବର୍ଷ ୱକ୍ଫେ ଜଦୀଦର 5800 ମାଲାୱିନ୍ କ୍ୱାଚା ଚାନ୍ଦା ଲେଖାଇଥିଲେ ପୈଠ କରିବାର। ଚଳିତ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ଅଳ୍ପ ଅଳ୍ପ କରି ଚାନ୍ଦା ପୈଠ କରିଥିଲେ। କିଛି ଅଂଶ ଆଉ ଅବଶିଷ୍ଟ ରହିଯାଇଥିଲା ପୈଠ କରିବା, କିନ୍ତୁ ଦେଶର ପରିସ୍ଥିତି ଭଲ ନଥିବାରୁ ଅର୍ଥାତ୍ କରୋନା ଯୋଗୁଁ ବ୍ୟବସାୟ ଠପ୍ ହୋଇଗଲା। ଅତଏବ ସେ ଧାର କରଜ ଆଣି ନିଜର ୱାଦା ପୂରଣ କରିଦେଲେ। ଗୋଟିଏ ସପ୍ତାହ ପରେ ସେ ପୁନର୍ବାର କାମ ଆରମ୍ଭ କରିବା ପାଇଁ ଗୋଟିଏ ଛେଳି କିଣିଲେ, ଯେପରି ସେ ସେହି ଛେଳିର ମାଂସକୁ ବିକ୍ରି କରିପାରିବେ। ଅତଏବ ତାଙ୍କ ଚାନ୍ଦାରେ ଏତେ ବରକତ ପଡ଼ିଲା କି ତାଙ୍କର ସମସ୍ତ ଋଣ ପରିଶୋଧ ହୋଇଗଲା। ସୁତରାଂ ଦିନ ଦରିଦ୍ର ଲୋକମାନେ ଯେଉଁମାନେ ଆଲ୍ଲାହ ତାଆଲାଙ୍କ ଉପରେ ଆସ୍ଥା ରଖି ଅର୍ଥ ବଳିଦାନର ମନୋଭାବ ରଖି ଚାନ୍ଦା ପୈଠ କରିଥାନ୍ତି, ଆଲ୍ଲାହ ତାଆଲା ନିଜର କୃପାବତୀର୍ଣ୍ଣ ମଧ୍ୟ କରିଦିଅନ୍ତି। ବର୍ତ୍ତମାନ ଦେଶର ପରିସ୍ଥିତି ଏଭଳି ରହିଛି ଯେ ଆଲ୍ଲାହ ତାଆଲା ସେମାନଙ୍କର ସ୍ଥିତାବସ୍ଥାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛନ୍ତି। ମାଲାୱି ଜମାତର ମୌଲା ନାମକ ମୁଅଲ୍ଲିମ ସାହେବ କୁହନ୍ତି, ଆମ ଜମାତର ମୁଟନବା ସାହେବ ନାମକ ଜଣେ ବିଧବା ମହିଳା, ସେ ପ୍ରତ୍ୟେକ ବର୍ଷ ନିଜ ସାମର୍ଥ୍ୟ ଅନୁଯାୟୀ ଚାନ୍ଦା ପୈଠ କରନ୍ତି। ଚଳିତ ବର୍ଷ ୱକ୍ଫେ ଜଦୀଦ ପାଇଁ କିଛି ଅର୍ଥ ୱାଦା କରିଥିଲେ ଏବଂ ଅନ୍ୟ ମହିଳାଙ୍କ ଠାରୁ ପୂର୍ବେ ହିଁ ସମ୍ପୂର୍ଣ୍ଣ ଚାନ୍ଦା ପୈଠ କରିବାର ସାମର୍ଥ୍ୟ ମଧ୍ୟ ତାଙ୍କୁ ପ୍ରାପ୍ତ ହୋଇଥିଲା। ସେ ଯେଉଁଦିନ ନିଜର ଚାନ୍ଦା ସମ୍ପୂର୍ଣ୍ଣ ରୂପେ ପୈଠ କଲେ, ସେଦିନ ରାତିରେ ସ୍ୱପ୍ନରେ ଦେଖିଲେ କି ତାଙ୍କୁ କୁହାଗଲା କି ଆଜି ଠାରୁ ତୁମ କାର୍ଯ୍ୟରେ ଆଲ୍ଲାହ ତାଆଲା ସାହାଯ୍ୟ କରିବେ। ସୁତରାଂ ପରବର୍ତ୍ତୀ ଦିନ ସେ ମୁଅଲ୍ଲିମ ସାହେବଙ୍କ ନିକଟକୁ ଆସିଲେ ଓ ୱକ୍ଫେ ଜଦୀଦର ଅତିରିକ୍ତ ଅର୍ଥ ମଧ୍ୟ ପ୍ରଦାନ କରିଗଲେ। ମୁଟନବା ସାହେବ କହନ୍ତି କି ଚାନ୍ଦାର ବରକତ ଯୋଗୁଁ ଆଲ୍ଲାହ ତାଆଲା ମୋ ଫସଲରେ ଅସାଧାରଣ ଅଭିବୃଦ୍ଧି ଘଟାଇଲେ ଓ ବର୍ତ୍ତମାନ ସେ ମୋତେ ସ୍ୱୟଂ କହିଦେଇଛନ୍ତି ଯେ ସେ ମୋର ସାହାଯ୍ୟ କରିବେ, ଅର୍ଥାତ୍ ଆଲ୍ଲାହ। ବେଳେବେଳେ ଆଲ୍ଲାହ ତାଆଲା ତ୍ୱରିତ ଭାବରେ ବିଶ୍ୱାସରେ ଅଭିବୃଦ୍ଧି ମଧ୍ୟ ଉତ୍ପନ୍ନ କରିଦେଇଥାନ୍ତି। ଆଲବାନିଆର ମୁବଲ୍ଲିଗ ସାହେବ ନବାଗତ ଅହମଦୀ ମାଇକେଲ୍ସ ବେୟା ସାହେବଙ୍କ ସମ୍ପର୍କରେ ଉଲ୍ଲେଖ କରନ୍ତି, ମହୋଦୟ 3 ବର୍ଷ ପୂର୍ବେ ବାୟାତ କରିଥିଲେ। ସେ ଜମାତର ସେକ୍ରେଟାରୀ ତବଲିଗ ମଧ୍ୟ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ସେ ଜଣେ ସକ୍ରିୟ ସେବକ
ଦିନେ ମହୋଦୟ ନିଜ ସହିତ ଏକ ଡବା ଆଣିଲେ। ସେହି ଡବାଟି ପଇସା ଦ୍ୱାରା ପରିପୂର୍ଣ୍ଣ ଥିଲା। ସେ କହିଲେ କି 1 ମାସ ହେଲା ଉକ୍ତ ଡବା ନିଜ ଗାଡ଼ିରେ ଏହି ଅନ୍ତର୍ନିହିତ ଉଦ୍ଦେଶ୍ୟ ରଖିଥିଲି ଯେ ଯେତେ ପଇସା ସଞ୍ଚୟ ହେବ ସେହି ଡବାରେ ଜମାତର ଚାନ୍ଦା ପାଇଁ ପଇଠ କରିଦେବି। ଅତଏବ ଯେତେବେଳେ ସେ ପ୍ରଥମ ଥର ପାଇଁ ପରିପୂର୍ଣ୍ଣ ଥିବା ଡବାଟିକୁ ଆଣିଲେ, ସେତେବେଳେ ଏକ ଭାଗ ନିଜର 4 ମାସୀୟ ପୁତ୍ର ବ୍ୟୁରେନ୍ ତରଫରୁ ତେହରିକେ ଜଦିଦ୍ ଓ ୱକ୍ଫେ ଜଦିଦ୍ରେ ଚାନ୍ଦାରେ ଦେଇଦେଲେ। ଅବଶିଷ୍ଟ ଟଙ୍କା ନିଜ ତରଫରୁ ତେହରିକେ ଜଦିଦ୍ ଓ ୱକ୍ଫେ ଜଦିଦ୍ ଓ ଅନ୍ୟାନ୍ୟ ବାଧ୍ୟତାମୂଳକ ଚାନ୍ଦାଗୁଡ଼ିକରେ ପଇଠ କରିଦେଲେ। ଏହାପରେ ସେ ପ୍ରତି ମାସ ପରିପୂର୍ଣ୍ଣ ଡବା ଆଣି ୱକ୍ଫେ ଜଦିଦ୍ ଅବସରରେ ଡିସେମ୍ବରର ଶେଷ ଜୁମାରେ ମଧ୍ୟ ତାଙ୍କ ସାମର୍ଥ୍ୟ ଅନୁଯାୟୀ ଏକ ବିପୁଳ ପରିମାଣର ଅର୍ଥ ବଳିଦାନ ଦେଇଥିଲେ। ଅହମଦୀ ହେବା ପରେ ନବାଗତ ଅହମଦୀଙ୍କ ମନରେ ଅର୍ଥ ତ୍ୟାଗ ପାଇଁ ଏକ ସ୍ପୃହା ସୃଷ୍ଟି ହୋଇଯାଇଛି। ତାହା ଏଇଥିପାଇଁ ଯେ ସେମାନେ ଆଲ୍ଲାହ ତାଆଲାଙ୍କ ନିଦର୍ଶନକୁ ଅବଲୋକନ କରିଛନ୍ତି, ଦେଖିଛନ୍ତି ଓ କୃପାକୁ ଅବତୀର୍ଣ୍ଣ ହେବାର ଅଭିଜ୍ଞତା ସେମାନଙ୍କର ରହିଛି। ୟୁକେରୁ ଚୀନର ସଦର ଜମାତ କୁହନ୍ତି, ଆମ ଟାର୍ଗେଟରେ ବହୁତ ନ୍ୟୁନତା ପରିଲକ୍ଷିତ ହେଉଥିଲା। ଏହି ସମ୍ବନ୍ଧରେ ମୁଁ ଆଲ୍ଲାହ ତାଆଲାଙ୍କ ନିକଟରେ ଦୁଆ କଲି। ଦିନେ ମୋର ପତ୍ନୀ କହିଲେ କି ଅମୁକ ବ୍ୟକ୍ତି ଅମୁକ ଫ୍ୟାମିଲି ଅଛନ୍ତି, ଯଦି ସେମାନଙ୍କୁ କୁହାଯାଏ ତାହେଲେ ସେମାନେ ଅତିରିକ୍ତ ଚାନ୍ଦା ମଧ୍ୟ ପଇଠ କରିଦେବେ, ଯଦ୍ୱାରା ତୁମର ଟାର୍ଗେଟ ସମ୍ପୂର୍ଣ୍ଣ ହୋଇଯିବ। ଅତଏବ ଯେତେବେଳେ ତାଙ୍କ ସହିତ ଯୋଗାଯୋଗ କରାଗଲା, ସେତେବେଳେ ଉକ୍ତ ଫ୍ୟାମିଲି କହିଲା କି ଆମର ନାଁ ଯେପରି ପ୍ରକାଶ ନ କରାଯାଉ ଏବଂ ସେମାନେ 1000 ପାଉଣ୍ଡ ନିଜ ସନ୍ତାନମାନଙ୍କ ତରଫରୁ ପଇଠ କରିଦେଲେ। ପୁନଶ୍ଚ କହିଲେ କି ଏହା ପରେ ଯଦି ଆହୁରି ଆବଶ୍ୟକ ହୁଏ ତାହେଲେ ନିସଂକୋଚରେ କହିବେ, ଆମେ ଆହୁରି ଦେବାକୁ ପ୍ରସ୍ତୁତ ଅଛୁ। ୟୁକେରୁ ହିଁ ଇସଲାମାବାଦର ଲଜନା ୱକ୍ଫେ ଜଦିଦ୍ର ସେକ୍ରେଟାରୀ କହନ୍ତି କି ମୁଁ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ପରେ ପିଲାମାନଙ୍କର ଲାଳନ ପାଳନରେ ବ୍ୟସ୍ତ ଥିଲି। ବର୍ତ୍ତମାନ ମୋର ସନ୍ତାନମାନେ 5 ଓ 8 ବର୍ଷର ହୋଇଯାଇଛନ୍ତି। ସ୍ୱାମୀଙ୍କ ଆୟରୁ ହିଁ ସମସ୍ତ ଚାନ୍ଦା ଆମେ ନିଜର ପଇଠ କରିଥାଉ। ମୋ ଆକାଉଣ୍ଟରେ କେବଳ ଚାଇଲ୍ଡ ବେନିଫିଟ୍ ହିଁ ଆସୁଥିଲା। ମୁଁ ଭାବୁଥିଲି ଯେ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଯେବେ ବି ଖର୍ଚ୍ଚ କରିଦିଏ ପଛେ ତାହା ପ୍ରକୃତ ଆର୍ଥିକ ବଳିଦାନର ପଦବାଚ୍ୟ ହୋଇପାରିବ ନାହିଁ। ଅତଏବ ମୁଁ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ହିଁ ନିଜର ବ୍ୟକ୍ତିଗତ ଆକାଉଣ୍ଟରୁ ହିଁ ଚାନ୍ଦା ଗୁଡ଼ିକ ପାଇଁ ଷ୍ଟାଣ୍ଡିଂ ଅର୍ଡର ମାଧ୍ୟମରେ ଓସିୟତର ଚାନ୍ଦା ଓ ତେହରିକେ ଜଦିଦ୍ ଓ ୱକ୍ଫେ ଜଦିଦ୍ର ବ୍ୟତୀତ ନିଜର ଦାବି ଏବଂ ନିଜର ଦାଦି ଓ ଚଚାର ମଧ୍ୟ ଚାନ୍ଦା ଦେବାକୁ ଆରମ୍ଭ କରିଦେଲି। ମାସିକିଆ କିସ୍ତି ଏତେ ନିର୍ଦ୍ଧାରିତ ଥିଲା କି ପ୍ରକୃତରେ ହିଁ ମୋର ଆୟ ଅନୁଯାୟୀ ତାହା କୁର୍ବାନୀ ହେବ। ସେହି ମାସରେ ହିଁ ମୁଁ ପିଲାଙ୍କ ସ୍କୁଲରେ ଶିକ୍ଷକ ରୂପେ ନିଯୁକ୍ତ ପାଇଁ ଆବେଦନ ଫର୍ମ ଦାଖଲ କରିଦେଲି। ଆଗକୁ ଅଧିକ କାମ କରିବା ପାଇଁ ନିଜ ଅଭିଜ୍ଞତା ପ୍ରାପ୍ତ କରିନେବି, କିନ୍ତୁ ସଫଳତାର କୌଣସି ଆଶା ନଥିଲା। ସେ କହନ୍ତି ଯେ ମୋ ଆକାଉଣ୍ଟ ଯେଉଁ ଦିନ ପ୍ରଥମ ଚାନ୍ଦାର ଟଙ୍କା ପଇଠ ହେଲା, ତାହାର ପରବର୍ତ୍ତୀ ଦିନ ମୋତେ ସ୍କୁଲରୁ ସାକ୍ଷାତକାର ନିମନ୍ତେ ଡାକରା ଆସିଲା। ଯେତେବେଳେ ଆକାଉଣ୍ଟରୁ ଦ୍ୱିତୀୟ କିସ୍ତର ପଇଠ ହେଲା, ସେତେବେଳେ ମୋତେ ସହାୟକ ଶିକ୍ଷକ ପରିବର୍ତ୍ତେ ସ୍କୁଲ କର୍ତ୍ତୃପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ମିଳିଥିଲା, ଯଦ୍ୱାରା ମୋର ଆୟ 10 ଗୁଣ ବଢ଼ିଗଲା। ଫଳତଃ ମୋତେ ବିଶ୍ୱାସ ହୋଇଗଲା କି ଏହା କେବଳ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଖର୍ଚ୍ଚ କରିବାର ହିଁ ଫଳାଫଳ ଅଟେ। ଜର୍ମାନୀରୁ ଫରହାଦ ସାହେବ ନାମକ ମୁବଲ୍ଲିଗ ସାହେବ କୁହନ୍ତି କି ସ୍ଥାନୀୟ ଏମିରାଟ ୱେଜବାଦାନର ଜଣେ ସ୍ୱେଚ୍ଛାସେବୀ କହିଲେ ଯେ ତେହରିକେ ଜଦିଦ୍ର ଚାନ୍ଦା ପଇଠ କରିସାରିଥିଲେ ଏବଂ ୱକ୍ଫେ ଜଦିଦ୍ର ଚାନ୍ଦା ପଇଠ କରିବାର ଥିଲା, ତାହା ମଧ୍ୟ ଅତିରିକ୍ତ ତେହରିକେ ଜଦିଦ୍ରେ ଚାନ୍ଦା ପଇଠ କରିଦେଇଥିଲେ। ସେହି ମାସରେ ହିଁ ଆୟକର ବିଭାଗ ପକ୍ଷରୁ ପତ୍ର ଆସିଲା କି ଆପଣଙ୍କ ଉପରେ 800 ୟୁରୋଜ ବକେୟା ବାକି ରହିଛି, ଯାହାକୁ ଆପଣ ପରିଶୋଧ କରିବେ। ସେ କହନ୍ତି ଯେ ଏହା ସତ୍ତ୍ୱେ ମୁଁ ସାହସ କରି ୱକ୍ଫେ ଜଦିଦ୍ର ଚାନ୍ଦା ପଇଠ କରିଦେଲି ଏବଂ କହିଲି କି ଠିକ୍ ଅଛି, ଋଣ ନେଇ ଆୟକର ମଧ୍ୟ ଦେଇଦେବି। ଏହାର କିଛି ସପ୍ତାହ ପରେ ଆୟକର ବିଭାଗ ତରଫରୁ ପତ୍ର ଆସିଲା କି ଆମେମାନେ ପୁନର୍ବାର ଆପଣଙ୍କର କାଗଜର ନିରୀକ୍ଷଣ କରିଛୁ। ଆପଣଙ୍କ ଉପରେ କୌଣସି ଟଙ୍କା ବକାୟା ନାହିଁ, ବାକି ନାହିଁ।
ବରଂ ଆମେମାନେ ଆପଣଙ୍କୁ 4400 ୟୁରୋ ଫେରସ୍ତ କରିବୁ। ସେ କୁହନ୍ତି, କିଛି ଦିନ ପରେ ହିଁ ମୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଗଲା, ଯାହାର କ୍ଷତିପୂରଣ ରୂପକ ମୋତେ 4700 ୟୁରୋ ମିଳିଗଲା। ଏହିପରି ଅଳ୍ପ ବହୁତ ସାହସ କରି ମୁଁ ଚାନ୍ଦା ବଢ଼େଇଥିଲି। ମୁଁ ଯେଉଁ ପୈଠ କରିଥିଲି ଅଲ୍ଲାହଙ୍କ ମାର୍ଗରେ, ସେହି ଚାନ୍ଦାର ଅନେକ ଗୁଣ ମୋତେ ଫେରସ୍ତ ମିଳିଗଲା। ବର୍ତ୍ତମାନ ଏହାକୁ ଯଦି କେହି ଦୈବାତ କହିବ, କିନ୍ତୁ ଜଣେ ବିଶ୍ୱାସକାରୀ ଏହା ଜାଣେ ଯେ ଅଲ୍ଲାହ ତାଆଲା ବିଶେଷ କୃପାର ପରିଣାମ ଅଟେ। ଏହା କାନାଡାର ସଦର ଲଜ୍ନା କୁହନ୍ତି କି ଜଣେ ଭଉଣୀ ବର୍ଣ୍ଣନା କରନ୍ତି, 3 ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ଶିକ୍ଷା ଅର୍ଜନରେ ଅଭ୍ୟସ୍ତ ଥିଲେ। ଚାକିରି ସହିତ ଘରର ଅନ୍ୟ ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ଏହି କ୍ଲାନ୍ତମୟ ରୁଟିନ୍ ତାଙ୍କୁ ଗମ୍ଭୀର ଭାବରେ ଦୁର୍ବଳ କରି ଚାଲିଥିଲା, ଯଦ୍ୱାରା ସେ ଅସୁସ୍ଥ ହୋଇପଡ଼ିଥିଲେ। ସେହି ସମୟରେ ଯେତେବେଳେ ତାଙ୍କର ୱକ୍ଫେ ଜଦୀଦ ଓ ତେହରିକେ ଜଦୀଦର ଚାନ୍ଦା ଦେବାର ସମୟ ଆସିଲା, ସେତେବେଳେ ସେ ନିଜ ଆୟରୁ 2 ଗୁଣ ୱାଦା ଲେଖାଇଦେଲେ। କିଛି କାଳ ପରେ ତାଙ୍କର ଚାକିରି ମଧ୍ୟ ଚାଲିଗଲା। ଅତ୍ୟନ୍ତ ଦୁର୍ଦ୍ଦିନ, ଅଭାବ ଓ ଆର୍ଥିକ ଦୁରବସ୍ଥାର ସେ ଶିକାର ହେଲେ। ନିଜର କ୍ରେଡିଟ୍ କାର୍ଡରୁ ଘରର ସମସ୍ତ ଖର୍ଚ୍ଚ ବହନ କରିବାକୁ ଲାଗିଲେ। ବର୍ଷ ଶେଷରେ ଯେତେବେଳେ ଚାନ୍ଦା ଦେବାର ସମୟ ଆସିଲା, ସେତେବେଳେ ବାଧ୍ୟାବସ୍ଥାରେ ଅଲ୍ଲାହ ତାଆଲାଙ୍କ ଉପରେ ଭରସା କରି ସେ କ୍ରେଡିଟ୍ କାର୍ଡରୁ ହିଁ ନିଜର ଚାନ୍ଦା ଗୁଡ଼ିକ ପୈଠ କଲେ। ଅଲ୍ଲାହ ତାଆଲା ନିଜର ଅଦ୍ଭୁତ ଚମତ୍କାର ପ୍ରଦର୍ଶନ କଲେ। ସେ ଦିନମାନଙ୍କରେ ତାଙ୍କୁ ବ୍ୟାଙ୍କରୁ ସୂଚନା ମିଳିଲା ଯେ ତାଙ୍କର କ୍ରେଡିଟ୍ ପ୍ରୋଟେକ୍ସନ୍ ଇନ୍ସୁରାନ୍ସ ରହିଛି ଓ ଚାକିରି ଲାଗିଯାଇଛି। ଏଥିପାଇଁ ସେ ଆବେଦନ କରିପାରିବେ। ଏହିପରି ଭାବରେ ତାଙ୍କର କ୍ରେଡିଟ୍ କାର୍ଡର ସମସ୍ତ ଦେୟର ବ୍ୟବସ୍ଥା ହୋଇଗଲା ଏବଂ ତତ୍ସହିତ ତାଙ୍କୁ ନୂଆ ଚାକିରି ମଧ୍ୟ ମିଳିଗଲା, ଯାହାକି ପ୍ରଥମ ଚାକିରିଠାରୁ ଅଧିକ ଶ୍ରେୟସ୍କର ଥିଲା। ତାଙ୍କର ଆର୍ଥିକ ସ୍ଥିତି ବର୍ତ୍ତମାନ ସୁଧୁରିବାକୁ ଲାଗିଛି। ସେ ପୂର୍ବ ଅପେକ୍ଷା ଅଧିକ ଚାନ୍ଦା ପୈଠ କରୁଛନ୍ତି ଏବଂ ୱସିୟତ ଅର୍ଥାତ୍ ନିଜ ୱାଦାକୁ ମଧ୍ୟ ବଢ଼େଇ ଦେଇଛନ୍ତି। ଚାନ୍ଦାର ୱାଦାକୁ ବଢ଼େଇ ଦେଇଛନ୍ତି। ସେହି ସମୟରେ ତାଙ୍କ ସ୍ୱାମୀଙ୍କର ମଧ୍ୟ ଶିକ୍ଷା ସମାପ୍ତ ହୋଇଗଲା। ତାଙ୍କୁ ମଧ୍ୟ ଏକ ଭଲ ଚାକିରିଟିଏ ମିଳିଗଲା, ଯଦ୍ୱାରା ସେ ନିଜ ଚାକିରି ଛାଡ଼ିଦେଲେ, ପୂର୍ବ ଚାକିରି ଛାଡ଼ିଦେଲେ ଏବଂ ନିଜ ସ୍ୱାମୀଙ୍କ ଚାକିରିରୁ ହିଁ ନିଜ ଜୀବନ ଅତିବାହିତ କରୁଛନ୍ତି। ଇଣ୍ଡୋନେସିଆର ଅମିନ ସାହେବ ନାମକ ଜଣେ ମୁବଲ୍ଲିଗ ସାହେବ ଉଲ୍ଲେଖ କରନ୍ତି କି ତାଙ୍କ ପରିବାରବର୍ଗର ସର୍ବଦା ଏହି ଆକାଂକ୍ଷା ରହିଥିଲା କି ସେମାନେ ସମସ୍ତେ ପବିତ୍ର ରମଜାନ ମାସରେ ୱକ୍ଫେ ଜଦୀଦ ଓ ତେହରିକେ ଜଦୀଦର ଚାନ୍ଦା ସମ୍ପୂର୍ଣ୍ଣ ରୂପେ ପୈଠ କରିବେ। ଚଳିତ ବର୍ଷ ଆୟ ମଧ୍ୟ ସ୍ୱଳ୍ପ ଥିଲା। ପ୍ରକାଶ୍ୟ ରୂପେ ଦେଖିବାକୁ ଗଲେ ୱାଦା ସମ୍ପୂର୍ଣ୍ଣ କରିବା ଅସମ୍ଭବ ଥିଲା। ମୁବଲ୍ଲିଗ ସାହେବ କହନ୍ତି କି ପବିତ୍ର ରମଜାନ ମାସରେ ରୋଜଗାର କରିବା ସହିତ ମୁଁ ସ୍ୱୟଂ ତାଙ୍କୁ ଦେଖିଲି କି ସେ ନିମିତ୍ତ ନିଜ ପରିବାରବର୍ଗଙ୍କ ସହିତ ପାହାଡ଼ିଆ ଅଞ୍ଚଳରେ 4 କିଲୋମିଟର ଯାତ୍ରା କରି ନିଜର କ୍ୟାଣ୍ଡେଲ ନେଟ୍ କ୍ଷେତକୁ ଯାଇଛନ୍ତି, କାରଣ ଏହି କ୍ଷେତ ଦ୍ୱାରା ସେ ନିଜର ୱାଦା ଗୁଡ଼ିକୁ ପୂରଣ କରିପାରିବେ। ସୁତରାଂ ସେ ପବିତ୍ର ରମଜାନ ମାସରେ ହିଁ ନିଜର 2 ଲକ୍ଷ ୱାଦା ପୂରଣ କରିଦେଲେ ଏବଂ ଏତେ ବଡ଼ ଆମାଉଣ୍ଟକୁ କଠିନ ପରିଶ୍ରମ କରି ଏକତ୍ରିତ କରିବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା। ମୁବଲ୍ଲିଗ ସାହେବ କୁହନ୍ତି କି ମୁଁ ତାଙ୍କୁ ପଚାରିଲି କି ଆପଣ କେଉଁ କଥାଟି ଏପରି ଆପଣଙ୍କୁ ବାଧ୍ୟ କଲା, ବିବଶ କଲା କି ଆପଣ ରୋଜା ସହିତ ଏପରି କଠିନ ପରିଶ୍ରମ କରିବେ? ପ୍ରତି ଉତ୍ତରରେ ସେ କହିଲେ, ମୁଁ ଓ ମୋର ପରିବାରବର୍ଗ କେବଳ ଉପସ୍ଥିତ ଖଲିଫାଙ୍କ ଆଦେଶ ବଳି ଉପରେ ପରିଚାଳିତ ହୋଇ ଅଲ୍ଲାହ ତାଆଲାଙ୍କ ପ୍ରସନ୍ନତା ଲାଭ କରିବା ସକାଶେ ଏଭଳି କରିବାକୁ ମନ ବଳାଇଥିଲୁ। ବୁର୍କିନା ଫାସୋ ଇକିଆ ଜମାତର ନେଆନିପା ସାହେବ ନାମକ ଜଣେ ବ୍ୟକ୍ତି ବୟତ କରିବାକୁ ତାଙ୍କୁ 10 ବର୍ଷ ବିତିଗଲାଣି। ଚାନ୍ଦା ପୈଠ କରିବାରେ ସେ ସର୍ବଦା ଦୁର୍ବଳ ଥିଲେ। ଘରେ ସର୍ବଦା ଅସୁସ୍ଥତା ଓ ଅନାଟନ ଲାଗି ରହିଥିଲା। କିଛି କାଳ ପର୍ଯ୍ୟନ୍ତ ସେ ଚାନ୍ଦା ଗୁଡ଼ିକ, ବିଶେଷ କରି ତେହରିକେ ଜଦୀଦ ଓ ୱକ୍ଫେ ଜଦୀଦର ଚାନ୍ଦା ପୈଠ କରିବା ଆରମ୍ଭ କଲେ। ତାଙ୍କର ନିୟମିତ ଚାନ୍ଦା ପୈଠ କରିବାରୁ ଅଲ୍ଲାହ ତାଆଲା କେବଳ ତାଙ୍କ ଉପରେ କୃପା ଅବତୀର୍ଣ୍ଣ କଲେ ନାହିଁ, ବରଂ ତାଙ୍କର ଅଭାବ ଓ ଅନାଟନର ଅବସ୍ଥା ମଧ୍ୟ ଦୂର କରିଦେଲେ। କେବଳ ଏତିକି ନୁହେଁ, ବରଂ ରୋଗ ବ୍ୟାଧିରୁ ମଧ୍ୟ ଅଲ୍ଲାହ ତାଆଲା ତାଙ୍କୁ ଆରୋଗ୍ୟ ପ୍ରଦାନ କଲେ। ଚଳିତ ବର୍ଷ ସେ ପ୍ରତିଯୋଗୀ ଭାବରେ ୱକ୍ଫେ ଜଦୀଦ ଚାନ୍ଦାରେ ଅଂଶଗ୍ରହଣ କଲେ ଏବଂ ଯେଉଁ ଲୋକମାନେ ତାଙ୍କୁ କାମ ଦେଇନଥିଲେ, ସେହି ଲୋକମାନେ ନିଜେ ତାଙ୍କ ପାଖକୁ ଆସି ତାଙ୍କୁ କଣ୍ଟ୍ରାକ୍ଟର କାମ ଦେଲେ। ଇଦ୍ରିସ୍ ସାହେବ କୁହନ୍ତି, ଏହା ଅଲ୍ଲାହ ତାଆଲାଙ୍କର ହିଁ କୃପା ଯେ ସେ ଆମକୁ ୱକ୍ଫେ ଜଦୀଦ ମାଧ୍ୟମରେ ଧନ ବୃଦ୍ଧି କରିବାର
ମାଧ୍ୟମ ଯୋଗାଇ ଦେଇଛନ୍ତି। ତେଣୁ ଏହା ହେଉଛି ସର୍ବଶକ୍ତିମାନ ଅଲ୍ଲାହଙ୍କର ଋଣ ପରିଶୋଧ କରିବାର ଉପାୟ ବା ପନ୍ଥା। ସେ ଋଣକୁ ଅଧିକ ବଢ଼ାଇ ମଣିଷକୁ ବା ନିଜ ଭକ୍ତକୁ ଫେରାଇଥାନ୍ତି। ଏହା ହେଉଛି କେତେକ ଘଟଣା ଯାହାକୁ ମୁଁ ଏଠାରେ ବର୍ଣ୍ଣନା କରିଛି। ଏହିପରି ଅସଂଖ୍ୟ ଘଟଣାମାନ ରହିଛି। ସର୍ବଶକ୍ତିମାନ ଅଲ୍ଲାହ ସର୍ବଦା ଜମାତର ସଦସ୍ୟମାନଙ୍କ ସହିତ ଏହିଭଳି ବ୍ୟବହାର ପ୍ରଦର୍ଶନ କରିଥାନ୍ତି ଏବଂ ସେମାନେ ଏହିପରି ଆନ୍ତରିକତା ଓ ବିଶ୍ୱସ୍ତତା ସହିତ ନିଜର ବଳିଦାନକୁ ଜାରି ରଖିବା ଉଚିତ। ଆଲ୍ଲାହ ତାଆଲା ଯଦ୍ୱାରା ଆଲ୍ଲାହ ତାଆଲାଙ୍କର କୃପାକୁ ସ୍ୱଚକ୍ଷୁରେ ଅବଲୋକନ କରିପାରିବେ। ବର୍ତ୍ତମାନ ମୁଁ ୱକ୍ଫେ ଜଦୀଦର ନୂତନ ବର୍ଷର ଗଣନା କରି ଗତ ବର୍ଷର କିଛି ସଂଖ୍ୟା ଏଠାରେ ଆଲୋଚନା କରିବି। ଆଲ୍ଲାହ ତାଆଲାଙ୍କ କୃପାରୁ ୱକ୍ଫେ ଜଦୀଦର 63ତମ ବର୍ଷ ଡିସେମ୍ବର ମାସ 31 ତାରିଖରେ ସମାପ୍ତ ହେଲା ଏବଂ 1 ଜାନୁଆରୀରୁ 64ତମ ବର୍ଷର ଶୁଭାରମ୍ଭ ହେଲା। ଇତିମଧ୍ୟରେ ଚଳିତ ବର୍ଷ ଆଲ୍ଲାହ ତାଆଲାଙ୍କ କୃପାରୁ 1,530,000 ପାଉଣ୍ଡର ବଳିଦାନ ଜମାତକୁ କରିବାକୁ ସାମର୍ଥ୍ୟ ପ୍ରାପ୍ତ ହୋଇଛି। ଉକ୍ତ ଆଦାୟଟି ଗତ ବର୍ଷ ତୁଳନାରେ 8,87,000 ପାଉଣ୍ଡ ଅଧିକ ଅଟେ। ଆଲହାମଦୁଲିଲ୍ଲାହ ଆଲା ଜାଲିକ୍। ବର୍ତ୍ତମାନ ଏହା କୌଣସି ମାନବ ବା ମଣିଷକୃତ ଉଦ୍ୟମର ଫଳାଫଳ ନୁହେଁ, ବରଂ ଏହା ହେଉଛି ସର୍ବଶକ୍ତିମାନ ଐଶ୍ୱର୍ଯ୍ୟମୟ ପ୍ରଭୁଙ୍କର ବିଶେଷ ଅନୁଗ୍ରହ। ଚଳିତ ବର୍ଷ ମଧ୍ୟ ସାମଗ୍ରିକ ଆଦାୟ ଦୃଷ୍ଟିକୋଣରୁ ବିଶ୍ୱ ଜମାତ ମଧ୍ୟରେ ବ୍ରିଟେନ ପ୍ରଥମ ସ୍ଥାନ ଅଧିକାର କରିଛି। ଆଲ୍ଲାହ ତାଆଲାଙ୍କ କୃପାରୁ ସେମାନେ ଏହାକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ବ୍ରିଟେନର ଲଜ୍ନା ଇମାଉଲ୍ଲାହ ଆଲ୍ଲାହ ତାଆଲାଙ୍କ କୃପାରୁ ଅତ୍ୟନ୍ତ କଠିନ ପରିଶ୍ରମ କରିଛନ୍ତି। ଚଳିତ ବର୍ଷ ବହୁତ ସଂଖ୍ୟକ ପୁରୁଷ ଓ ଲଜ୍ନାଙ୍କ ପରିଶ୍ରମ ବା ଅବଦାନ ରହିଛି। ଏଣୁ ଆଦାୟ ମଧ୍ୟ ବୃଦ୍ଧି ପାଇଯାଇଛି। ଜର୍ମାନୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଯଦିଚ ସେମାନେ ଏକ ବଡ଼ ପୂର୍ବ ଅପେକ୍ଷା ବେଶ ଅଧିକ ଆଦାୟ କରିଛନ୍ତି, କିନ୍ତୁ ବର୍ତ୍ତମାନ ବ୍ରିଟେନ ଜର୍ମାନୀ ଠାରୁ ବହୁ ଦୂରରେ ବା ଆଗକୁ ବଢ଼ିଯାଇଛି। ମୁଦ୍ରାସ୍ଥିତିରୁ ଦୃଷ୍ଟିରେ ରଖି ପାକିସ୍ତାନ ଜମାତ ଠାରୁ ବହୁତ ପଛରେ ରହିଯାଇଛି। ଯଦିଚ ଏହା ତୃତୀୟ ସ୍ଥାନ ଅଧିକାର କରିଛି, ଅର୍ଥାତ୍ ବ୍ରିଟେନ ଓ ଜର୍ମାନୀ ପରେ ପାକିସ୍ତାନ ତୃତୀୟ ସ୍ଥାନ ଅଧିକାର କରିଛି। ସାମଗ୍ରିକ ଜାତୀୟ ମୁଦ୍ରା ଦୃଷ୍ଟିକୋଣରୁ ଏଠାରେ ମଧ୍ୟ ଅଗ୍ରଗତି ହୋଇଛି ଏବଂ ଲୋକମାନେ ମଧ୍ୟ ବଳିଦାନ କରିଛନ୍ତି। ଏପରିକି ସେ ପାକିସ୍ତାନରେ ନିଜ ଜୀବନକୁ ବଳିଦାନ ଦିଆଯାଇଛି। ପାକିସ୍ତାନରେ ଥିବା ଅହମଦୀମାନେ ନିଜ ଜୀବନର ଉତ୍ସର୍ଗ ମଧ୍ୟ କରୁଛନ୍ତି, ବଳିଦାନ ଦେଉଛନ୍ତି। ସେମାନଙ୍କୁ ମାନସିକ ପ୍ରତାରଣା ଓ ଯନ୍ତ୍ରଣା ମଧ୍ୟ ସହ୍ୟ କରିବାକୁ ପଡ଼ୁଛି। ଆଲ୍ଲାହ ତାଆଲା ସେମାନଙ୍କ ପାଇଁ ସହଜତା ଉତ୍ପନ୍ନ କରିଦିଅନ୍ତୁ। କାନାଡ଼ା ଚତୁର୍ଥ ସ୍ଥାନ ଅଧିକାର କରିଛି। ଏହା ପଛକୁ ଆମେରିକା ରହିଛି, ତାପରେ ଭାରତ ଓ ଅଷ୍ଟ୍ରେଲିଆ, ତାପରେ ଇଣ୍ଡୋନେସିଆ, ଘାନା ଆଦି ସ୍ଥାନ ଅଧିକାର କରିଛନ୍ତି। ଘାନା ମଧ୍ୟ ଆଫ୍ରିକାର ବୃହତ୍ତମ ଦେଶ ମଧ୍ୟରୁ ଅନ୍ୟତମ। ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ସର୍ବାଗ୍ରେ ପ୍ରଥମ 10ଟି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇଛନ୍ତି। ମୁଣ୍ଡପିଛା ଆଦାୟ ଦୃଷ୍ଟିକୋଣରୁ ଆମେରିକା ପ୍ରଥମ ସ୍ଥାନ ଅଧିକାର କରିଛି। ତାପରେ ସୁଇଜରଲ୍ୟାଣ୍ଡ ଓ ବ୍ରିଟେନ ରହିଛନ୍ତି। ସମୁଦାୟ ସଂଗ୍ରହ ଦୃଷ୍ଟିରୁ ଘାନା ଆଫ୍ରିକାର ପ୍ରଥମ ସ୍ଥାନ ଅଧିକାର କରିଛି। ତାପରେ ମରିସସ୍, ତାପରେ ନାଇଜେରିଆ, ବୁର୍କିନାଫାସୋ, ତାଞ୍ଜାନିଆ, ସେରୋଲିଓନ, ଗ୍ୟାମ୍ବିଆ, କେନିଆ, ମାଲି ଓ ବେନିନ୍ ଆଦି ସ୍ଥାନ ଅଧିକାର କରିଛନ୍ତି। ଅଂଶଗ୍ରହଣକାରୀଙ୍କ ସଂଖ୍ୟା 14,52,000 ଅଟେ। ସାମଗ୍ରିକ ଆଦାୟ ଦୃଷ୍ଟିକୋଣରୁ ବ୍ରିଟେନର ଶ୍ରେଷ୍ଠ 10ଟି ବଡ଼ ଜମାତ ହେଲେ ପ୍ରଥମରେ ଫାର୍ନହେମ୍, ଦ୍ୱିତୀୟରେ ଇସଲାମାବାଦ, ତୃତୀୟରେ ୱେଷ୍ଟର୍ନ ପାର୍କ, ଚତୁର୍ଥରେ ମ୍ୟାଟନି, ବର୍ମିଂହାମ୍ ସାଉଥ୍, 6ରେ ଜଲନଘମ୍, 7ରେ ସାଉଥ୍ ଚେକ୍, 8ରେ ମସଜିଦ୍ ଫଜଲ, 9ମ ସ୍ଥାନ ବର୍ମିଂହାଉସ୍ ୱେଷ୍ଟ ରହିଛି ଓ 10ମ ସ୍ଥାନ ଓଭର ନ୍ୟୁ ମୋଲ୍ଡେନ୍ ଅଧିକାର କରିଛି। ସମୁଦାୟ ଆଦାୟ ଦୃଷ୍ଟିକୋଣରୁ ପ୍ରଥମ 5ଟି ଅଞ୍ଚଳ, ଯାହାକି ବୈତୁଲ ଫୁତୁ, ମସଜିଦ୍ ଫଜଲ, ତାପରେ ଇସଲାମାବାଦ, ତାପରେ ମିଡଲ୍ୟାଣ୍ଡ ଓ ପରେ ବେତୁଲ ଏହସାନ ସ୍ଥାନ ଅଧିକାର କରିଛନ୍ତି। ଦଫତର ଆଉ୍ୱଲ କାର୍ଯ୍ୟାଳୟ ଦୃଷ୍ଟିରୁ ଶ୍ରେଷ୍ଠ 10ଟି ଜମାତ ଏଭଳି ଅଟେ: ଇସଲାମାବାଦ, ରୋମିଂଟନ୍ ୱେଲ୍, ବେତୁଲ ଫୁତୁ,
ମିଚେଲ ପାର୍କ, ଗ୍ଲାସଗୋ, ଚାମ୍ ଗୁଲଫୋର୍ଡ, ୱେଷ୍ଟର୍ଣ୍ଣ ପାର୍କ, ବର୍ମିଂହାମ୍ ସାଉଥ। ଛୋଟ ଜମାତରେ ସାମଗ୍ରିକ ଆଦାୟ ଦୃଷ୍ଟିକୋଣରୁ ପ୍ରଥମ 10ଟି ଜମାତ ହେଲେ ହ୍ୟାମିଂଟନ୍ ସ୍ପା, ସ୍ପିନ୍ ଭ୍ୟାଲି, ବୋର୍ନମର୍ଥ, ବର୍ଟନ୍, ମଣ୍ଟ୍ରିଲ୍, ପିଟରବ୍ରୋ, କାଉଣ୍ଟି, ଏଡିନବର୍ଗ, କ୍ୟାଥଲିନ୍, ସ୍ୱାନଜି। ଜର୍ମାନୀର 5ଟି ସ୍ଥାନୀୟ ଏମିରେଟ୍ସ ହେଲେ ହ୍ୟାମବର୍ଗ, ଫ୍ରାଙ୍କଫୁର୍ଟ, ୱଜବାଡେନ୍, ଗ୍ଲାସଗୋ, ଡାର୍ଟସବାଖ୍ତ। ୱକ୍ଫେ ଜଦୀଦର ବୟସ୍କ ଚାନ୍ଦା ପ୍ରଦାନକାରୀ ଜମାତ ମଧ୍ୟରେ ଜର୍ମାନୀର ପ୍ରଥମ 10ଟି ଜମାତ ହେଲେ ରୋଏଡର ମାର୍କ, ନୋଏସ୍, ନିନ୍ଦା, ତାପରେ ମେହେଦିଆବାଦ, ମାଇନଜ, କୋବଲେନ୍ଜ, ହାନାଉ, ଲାଗେନ୍, ଫ୍ରୋନଜାଇମ୍, ବେନ୍ଜ, ହାଇମ୍, ପେନିବର୍ଗ। ଦଫତର ଅତ୍ଫାଲ୍ରେ ପ୍ରଥମ 5ଟି ଅହମ ଅଞ୍ଚଳ ଏପରି ଅଟେ ହେସେନ୍, ରୁଡୋଷ୍ଟ, ହେସଭିଟ୍, ରେନୱାଲ୍ଡ ଫ୍ରିନ୍ସ, ୱେଷ୍ଟଫାଇନ୍ ଟ୍ରାନ୍ସ। ପାକିସ୍ତାନର ପ୍ରଥମ 3ଟି ଜମାତ ଲାହୋର, ରବୁଆ ଓ କରାଚି ସ୍ଥାନ ଅଧିକାର କରିଛନ୍ତି। ବୟସ୍କ ଦାନକାରୀଙ୍କ ମଧ୍ୟରେ ଜମାତ ଗୁଡ଼ିକ ହେଲେ ଇସଲାମାବାଦ, ରାଓଲପିଣ୍ଡି, ସରଗୋଦା, ଗୁଜରାଟ, ଗୁଜରାୱାଲା, ଉମରକୋଟ, ହାଇଦ୍ରାବାଦ, ପେଶାୱର, ମିରପୁର ଖାସ, ଡେରା ଗାଜି ଖାନ। ମୋଟ ସଂଗ୍ରହ ଦୃଷ୍ଟିକୋଣରୁ ପ୍ରଥମ 10ଟି ଜମାତ ହେଉଛି ଡିଫେନ୍ସ ଲାହୋର, ଇସଲାମାବାଦ, ସିଟି ଟାଉନସିପ୍ ଲାହୋର, କ୍ଲିଫଟନ କରାଚି, ଦାରୁଲ ଜିକଲ ଲାହୋର, ଗୁଲଶନାବାଦ କରାଚି, ମସନଦାବାଦ, ଅजीजाबाद कराची, रावलपिंडी, अल्लामा इकबाल टाउन लाहौर। दफ्तर अतफाल କାର୍ଯ୍ୟାଳୟରେ ପାକିସ୍ତାନର 3ଟି ପ୍ରମୁଖ ଜମାତ ମଧ୍ୟ ଲାହୋର, କରାଚି ଓ ରବୁଆ ସ୍ଥାନ ଅଧିକାର କରିଛନ୍ତି। ଇସଲାମାବାଦ, ଗୁଜରାୱାଲା, ସରଗୋଦା, ଶେଖୁପୁରା, ଫୈସଲାବାଦ, ଡେରା ଗାଜି ଖାନ, ଗୁଜରାଟ, ଉମରକୋଟ, ନେରୱାଲ ଓ ବାହଲନଗର ଆଦି କ୍ରମାଗତ ଭାବରେ ସ୍ଥାନ ଅଧିକାର କରିଛନ୍ତି। କାନାଡାର 1 ନମ୍ବର କୋଠା ହେଉଛି ୱାନ୍, ତାପରେ ପିସ୍ ଭିଲେଜ, ୱେନକୋଭର, ବ୍ରାହାମଟନ ୱେଷ୍ଟ, ଟରାଣ୍ଟୋ ୱେଷ୍ଟ। କାନାଡାର 10ଟି ବଡ଼ ଜମାତ ହେଉଛି ବ୍ରେଡଫୋର୍ଡ, ଡୁରୋମ, ମିଲଟନ ପୂର୍ବ, ଏଡମିଣ୍ଟ ପଶ୍ଚିମ, ୱିଣ୍ଡର, ମିଲଟନ ୱେଷ୍ଟ, ରେଜିନା, ଅଟୋ ୱେଷ୍ଟ, ଆଡ୍ରି, ଆବଟସଫୋର୍ଡ। ଅତଫାଲର ପ୍ରତ୍ୟକ୍ଷ ୱାର୍ଡ ନମ୍ବର 1 ଅଟ୍ଟାଳିକା ହେଲେ ଟରାଣ୍ଟୋ ୱେଷ୍ଟ, ପିସ୍ ଭିଲେଜ, କଲଗରି, ବ୍ରମଷ୍ଟନ ୱେଷ୍ଟ। ଉଲ୍ଲେଖନୀୟ ପିଲାମାନଙ୍କ ଜମାତରେ ଅର୍ଥାତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଜମାତ ଗୁଡ଼ିକ ହେଲେ ବ୍ରାଣ୍ଡଫୋର୍ଡ, ଡୁରୋମ, ମିଲଟନ, ପଶ୍ଚିମ ହାମିଲଟନ ମାଉଣ୍ଟେନ। ଆଦାୟ ଦୃଷ୍ଟିରୁ ଆମେରିକାର 10ଟି ଜମାତ ହେଲେ ମେରିଲ୍ୟାଣ୍ଡ, ଲସ୍ ଆଞ୍ଜେଲେସ, ସିଆର୍ଲେଟ, ସିଲିକନ ଭ୍ୟାଲି, ବୋଷ୍ଟ, ଅଷ୍ଟିନ, ୱାସ୍କୋସ, ସିରାକୁଏସ, ରୋଚେଷ୍ଟର, ମିନେସୋଟା। ଦଫତର ଅତଫାଲ ଦୃଷ୍ଟିରୁ 10ଟି ଜମାତ ହେଲେ ମେରିଲ୍ୟାଣ୍ଡ, ଲସ୍ ଆଞ୍ଜେଲେସ, ସିଆଟେଲ, ୱାଟରଲ୍ୟାଣ୍ଡ, ସିଲିକନ ଭ୍ୟାଲି, ଅଷ୍ଟିନ ୱେଷ୍ଟ କୋଷ୍ଟ, ମିନେସୋଟା, ସାସ୍ ଭେଗାସ, ଫିସବର୍ଗ। ଭାରତ ଜମାତର ସେହି ପ୍ରଦେଶମାନଙ୍କ ମଧ୍ୟରେ ଯେ ୱକ୍ଫେ ଜଦୀଦରେ ଅର୍ଥଦାନ କରିଛନ୍ତି କ୍ରମାଗତ ଭାବରେ ଏଭଳି ସ୍ଥାନ ଅଧିକାରୀ କରିଛନ୍ତି କେରଳ, ତାମିଲନାଡୁ, ଜାମ୍ମୁ କାଶ୍ମୀର, ତେଲେଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା, ପଞ୍ଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତରପ୍ରଦେଶ। ଜମାତ ଗୁଡ଼ିକ ହେଲେ କୋଏମ୍ବଟୁର, କାଦିଆନ, ପିଥାପରମ, ହାଇଦ୍ରାବାଦ, କଲିକତା, ମାଙ୍ଗାଲୋର, କାଲିକଟ, କନ୍ନୌର ଟାଉନ, ରିଷିନଗର ଓ କେରଙ୍ଗ। ଅଷ୍ଟ୍ରେଲିଆର 10ଟି ବଡ଼ ଜମାତ ହେଉଛି ମେଲବର୍ଣ୍ଣ, ଲଙ୍ଗୱାର୍ନ, କ୍ୟାସିଲ ହିଲ୍, ମ୍ୟାସିଡନ ପାର୍କ, ମେଲବୋର୍ଣ୍ଣ ବେରୁକ, ଆଡିଲେଡ ସାଉଥ, ମାଉଣ୍ଟ ରୁଏଟ, ପିଜିତ ପେଜତ, ଲୋଗାନ, ଇଷ୍ଟ ବ୍ଲାକ ଟାଉନ। ଦଫତର ଅୱଲର ଅଧିକାର କରିଥିବା ଅଷ୍ଟ୍ରେଲିଆର ଜମାତମାନଙ୍କ ମଧ୍ୟରେ ଯଥାକ୍ରମେ ଏପରି ସ୍ଥାନ ଅଧିକାର କରିଛନ୍ତି ମେଲବୋର୍ଣ୍ଣ, ଲଙ୍ଗୱାରେନ, କ୍ୟାସିଲ ହିଲ୍, ମେସିଡନ ପାର୍କ, ମେଲବର୍ଣ୍ଣ ପାର୍କ, ପେନାଥମଣ୍ଟ, ବ୍ଲାକଟାଉନ, ଆଡିଲେଡ ସାଉଥ,
ପର୍ଥ ଏବଂ କାନବେରା। ଅଷ୍ଟ୍ରେଲିଆର ଦଫତର ଅଥଫାଲରେ ଜମାତଗୁଡ଼ିକ ଏଭଳି ସ୍ଥାନ ଅଧିକାର କରିଛନ୍ତି: ମେଲବର୍ଣ୍ଣ, ଲଙ୍ଗ ଆଡିଲେଡ୍, ମେଲବର୍ଣ୍ଣ ବେରୁକ୍, ମାଉଣ୍ଟ ବ୍ରୁଟ୍, ଲୋଗାନ ଇଷ୍ଟ, ପର୍ଥ, କାସିଲ ହିଲ୍, ମେଲବର୍ଣ୍ଣ ପୂର୍ବ, ପର୍ଥ ଓ ଆଡିଲେଡ୍ ୱେଷ୍ଟ। ଆଲ୍ଲାହ ତାଆଲା ଏହି ସମସ୍ତ ବଳିଦାନକାରୀଙ୍କ ଧନ ଜୀବନରେ ଅଜସ୍ର ଅଭିବୃଦ୍ଧି ପ୍ରଦାନ କରନ୍ତୁ। ସେମାନଙ୍କ ଆଧ୍ୟାତ୍ମିକ ଅବସ୍ଥା ମଧ୍ୟ ସୁଦୃଢ଼ ଓ ଉନ୍ନତ କରନ୍ତୁ। ଈଶ୍ୱରଙ୍କର ଅଧିକାର ଓ ଉପାସନାମାନଙ୍କର ଦାୟିତ୍ୱ ସଠିକ୍ ରୂପେ ତୁଲାନ୍ତୁ। ଏହି ଦିନମାନଙ୍କରେ ମୁଁ ପୁନର୍ବାର ଯେପରି ଆପଣମାନଙ୍କୁ ଆହ୍ୱାନ ଦେଉଛି କି ଆପଣମାନେ ପାକିସ୍ତାନର ଅହମଦୀମାନଙ୍କୁ ବିଶେଷ ରୂପେ ଦୁଆରେ ମନେ ରଖନ୍ତୁ। ଆଲ୍ଲାହ ତାଆଲା ସେମାନଙ୍କ ଅବସ୍ଥା ସୁଧାରନ୍ତୁ ଓ ଅସୁବିଧାକୁ ଦୂର କରନ୍ତୁ। ସେହି ପ୍ରତିପକ୍ଷଙ୍କ ହାତ ଅହମଦୀଙ୍କ ନିକଟରେ ପହଞ୍ଚିବାକୁ ରୋକନ୍ତୁ ଯେଉଁ ବିରୋଧୀମାନେ ଆଲ୍ଲାହ ତାଆଲାଙ୍କ ନିକଟରେ ସଂସ୍କାର କରାଯିବା ଉଚିତ ନୁହେଁ, ସଂହାର କରାଯିବା ଉଚିତ ନୁହେଁ। ସର୍ବଶକ୍ତିମାନ ଆଲ୍ଲାହ ସେମାନଙ୍କୁ ଧରିବାର ବ୍ୟବସ୍ଥା କରନ୍ତୁ। ବନ୍ଦୀମାନଙ୍କର ମୁକୁଳିବାର ଯଥାଶୀଘ୍ର ମୁକ୍ତି ପାଇଁ ମଧ୍ୟ ସାଧନ ସୃଷ୍ଟି କରିଦିଅନ୍ତୁ। ଯହିଁରେ ଉପଦ୍ୱୀପରେ ଆସିରାନ ରାହେ ମୌଲା ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି। ଉପଦ୍ୱୀପରେ ମଧ୍ୟ ବହୁତ ବିରୋଧ ପ୍ରଦର୍ଶନ ହେଉଛି। ସେମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବେ ଯେ ଆଲ୍ଲାହ ତାଆଲା ସେମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ସେମାନଙ୍କୁ ନିଜ ସୁରକ୍ଷା ବଳୟ ମଧ୍ୟରେ ରଖନ୍ତୁ। ପାକିସ୍ତାନର ସାମଗ୍ରିକ ଦୃଷ୍ଟିରୁ ପରିସ୍ଥିତି ଶାନ୍ତି ସାପେକ୍ଷ ନୁହେଁ। ସେମାନଙ୍କ ପାଇଁ ମଧ୍ୟ ଦୁଆ କରିବେ ଆଲ୍ଲାହ ତାଆଲା ସେଠାରେ ଶାନ୍ତିର ବାତାବରଣ ସୃଷ୍ଟି କରିଦିଅନ୍ତୁ। ସେମାନେ ପରସ୍ପରର ବେକ କାଟିବାରେ ଓ ଆତଙ୍କବାଦ ଓ ବିଦ୍ରୋହ, ଦେଶଦ୍ରୋହ, ଦୁର୍ନୀତି ଆଦି କାର୍ଯ୍ୟରେ ନିୟୋଜିତ ହେବା ପରିବର୍ତ୍ତେ ଆଲ୍ଲାହ ତାଆଲାଙ୍କ ନିକଟକୁ ଆସନ୍ତୁ, ତାଙ୍କ ଛାମୁରେ ଦଣ୍ଡାୟମାନ ହୁଅନ୍ତୁ ଏବଂ କପଟ ଲୋକମାନଙ୍କୁ ଆଲ୍ଲାହ ତାଆଲା ମୂଳପୋଛ କରନ୍ତୁ, ତାହାର ବ୍ୟବସ୍ଥା କରିଦିଅନ୍ତୁ। ପ୍ରଶାସନ ଓ ସରକାରଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ। ସେମାନେ ଲୋକମାନଙ୍କ ପ୍ରତି ପ୍ରକୃତ ସେବକ ସାଜନ୍ତୁ ଓ ନ୍ୟାୟବନ୍ତ ହୁଅନ୍ତୁ। ସେହିଭଳି ସଂସାରର ସାମାନ୍ୟ ଅବସ୍ଥା ପ୍ରସଙ୍ଗରେ ଦୁଆ କରିବେ ଯାହା ଅତ୍ୟନ୍ତ ଦ୍ରୁତଗତିରେ ଖରାପ ହୋଇ ଚାଲିଛି। ଆଲ୍ଲାହ ତାଆଲା ସମସ୍ତ ମାନବ ଜାତିକୁ ଉଦ୍ଧାର କରନ୍ତୁ ଓ ନିଜର ଦୟା ଅବତୀର୍ଣ୍ଣ କରନ୍ତୁ। ଆମିନ୍। अल्हम्दुलिल्लाह नहमदुहु व नस्तईनुहु व नस्तगफिरुहु व नुमिनु बिही व नतवक्कलु अलैहि व नऊज़ु बिल्लाहि मिन शुरूरि अनफुसिना व मिन सय्यिआति अमालिना मन यहदिहिल्लाहु फला मुदिल्ल लहु वमन युद्लिल फला हादिय लहु वनशहदु अन ला इलाहा इल्लल्लाह वनशहदु अन्ना मुहम्मदन अब्दुहु व रसूलुहु इबादल्लाह रहमकुमुल्लाह इन्नल्लाह यअमुरु बिल अदलि वल इहसान وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر